ସମସ୍ତେ ନମସ୍କାର। ନମସ୍କାର ବାପା। ସମସ୍ତେ ଭଲ ଅଛନ୍ତି? ହଁ। ଚାଲନ୍ତୁ ମାନେ ଯାତ୍ରା ପୁସ୍ତକ 30 ବାକ୍ୟ ଦେଖିବା। ଯାତ୍ରା ପୁସ୍ତକ ସତ୍ରପଦରୁ 21 ପଦ ଯାଏଁ ପଢ଼ିବା। ଯାତ୍ରା ପୁସ୍ତକ 30 ପର୍ବ 17 ପଦରୁ 21 ପଦ ପର୍ଯ୍ୟନ୍ତ। ଅନନ୍ତର ସଦାକୁ ମଶା କହିଲେ, ତୁମେ ପ୍ରକ୍ଷାଳନାର୍ଥେ ପିତ୍ତଳର କୁଣ୍ଡ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ। ପୁଣି ସମାଗମ ତମ୍ବୁ ଓ ବେଦୀ ମଧ୍ୟ ସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୁରାଇବ। ଆଉ ଆରୋହଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ। ସେମାନେ ସମାଗମ ତମ୍ବୁରେ ପ୍ରବେଶ କରିବା ବେଳେ ଯେପରି ନ ମରନ୍ତି ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ। କିଏ ବା ସଦାପ୍ରଭୁଙ୍କ ସେବା ନିମନ୍ତେ ଅର୍ଥାତ୍ ଅଗ୍ନିକୃତ ବାହାର ଧୂପନୀୟ ଦଗ୍ଧ କରିବା ନିମନ୍ତେ ବେଦୀ ନିକଟକୁ ଆସିବା ବେଳେ ଯେପରି ସେ ନ ମରନ୍ତି ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ। ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି। ସମସ୍ତେ ଭଲ ଅଛନ୍ତି? ମୁଁ ବି ଭଲ ଅଛି। ଆଜି ହଠାତ୍ରେ ଆମମାନଙ୍କର ସମସ୍ୟା ଘଟିଲା। ଆଉ ସୁନୀଲ ଭାଇଙ୍କର ଆକ୍ସିଡେଣ୍ଟ ହେଇଗଲା। ତ ସେ ବାଇକ୍ରୁ ଖସିକି ପଡ଼ିଗଲେ। ତ ଆଜି ତାଙ୍କର ରୋଷେଇ ପାଳି ଥିଲା। ସେମାନେ ସକାଳୁ ବାଇକ୍ରେ ଆସୁଥିଲେ। ଆଉ ସେମାନେ ଜିନ୍ଦଲ ପହଞ୍ଚିବା ପୂର୍ବରୁ ଯେଉଁଟା ଟିକେ ଆଗକୁ ଗଲା ପରେ ବ୍ରିଜ୍ ଅଛି, ତା ପୂର୍ବରୁ ଗୋଟେ ଟର୍ଣ୍ଣିଂ ଅଛି, ଜଷ୍ଟ ଟର୍ଣ୍ଣିଂ ହେଇଛି, ବେଶୀ ବି ନୁହେଁ। ତ ସେ ଜାଗା ଆକ୍ଚୁଆଲି ଟିକେ ଜାଗା ସେଟା ହେଉଛି ଟିକେ ଖାଲ ଜାଗା, ମାନେ ରାସ୍ତା ଟିକେ ଖାଲ ହେଇଛି, ଯେହେତୁ ଟ୍ରକ୍ ଯାକ ବେଶୀ ଯାଉଛି ସେ ଜାଗା। ତ କିଛି ଦିନ ପୂର୍ବରୁ ବି ମୁଁ ବି ସେଦିନ ଆକ୍ଚୁଆଲି ପଡ଼ିବାର ଥିଲା, କିନ୍ତୁ କେମିତି ପଡ଼ିବି ମୁଁ ଜାଣିନି। କୌଣସି ଆକ୍ଚୁଆଲି ମୋତେ ଉଦ୍ଧାର କଲେ। ଆକ୍ଚୁଆଲି ମୁଁ ସମ୍ମାନ ସେ ଜାଗାରେ ଦିନେ ପଡ଼ି ଯାଉଥିଲି ଗୋଟେ ସ୍କୁଟିରେ। ଆଉ ଗୋଟେ ଦିନ ବାଇକ୍ରେ ମଧ୍ୟ ସେମିତି ହିଁ ହେଇଥିଲା। ଯେହେତୁ ପାଣି ପକା ହେଉଛି, ଯେ ଟିକେ ଯଦି ସାଇଡ଼୍ରେ ଆପଣ ଯଦି କରିବେ ବୋଲେ ସେ ତାର ସାଇଡ଼୍ରେ ନେଇକି ସେ କୋଇଲା ଗୁଣ୍ଡ ଯେଉଁଟା ପଡ଼ିଛି ସେଇଟା ସ୍ଲିପ୍ ମାରୁଛି। ତ ଆଜି ସକାଳେ ଯେତେବେଳେ ଖବର ମୁଁ ଆଜି ଶୁଣିଲି ସୁନୀଲ ଭାଇଙ୍କ ବିଷୟରେ, ମୋ ମଧ୍ୟରେ ବହୁତ ଗୁଡ଼ିଏ ଚିନ୍ତା ବହୁତ ଆସିଲା। କିଛି ହେଇନି ତ। ଆଉ ବିକ୍ରମ ମୋତେ କହିଲେ ସୁନୀଲ ଭାଇଙ୍କର ଆକ୍ସିଡେଣ୍ଟ ହେଇଛି, ଖବର ଜାଣିଲେ କି ନାହିଁ? ମୁଁ ଜାଣିନଥିଲି। ତ ମୋତେ ସଣ୍ଡେ ସର୍ଭିସ୍ ପାଇଁ ରେଡ଼ି ହେବାର ଥିଲା, ଆଉ ବଲ୍ ସଜେଇବାର ଥିଲା, ଚେୟାର ପକେଇବାର ଥିଲା, ବାହାରେ ବି ଝାଡ଼ୁ କରିବାର ଥିଲା, ଆଉ ତା ସହିତ ନିଜେ ବାଇବଲ୍ ପଢ଼ିକି ସର୍ଭିସ୍ ପାଇଁ ରେଡ଼ି ହେବାର ସମୟ ଥିଲା ମୋତେ। କିନ୍ତୁ ଯେତେବେଳେ ବିଷୟକୁ ଶୁଣିଲି ମୋ ମୁଣ୍ଡରେ ସବୁ ବିଷୟ ପ୍ରଭୁତ୍ୱରେ ସରିଗଲା ଭଳିଆ ଲାଗିଲା। ଆଉ ଏମିତି ଲାଗିଲା ଗୋଟେ ଭାଇକୁ ପ୍ରଭୁତ୍ୱରେ ହରେଇଲି ନା କ'ଣ। ତ ହଠାତ୍ରେ ମୁଁ ବିଗମ ମୋତେ କହିଲେ, ମୋତେ ଯିବାକୁ ହେବ ନା କ'ଣ ମୁଁ ଜାଣିନି। ଶୋଇଲି ନାହିଁ। ମୋ ଭିତରକୁ ଆସିଲା ମୋ ମଧ୍ୟରେ ବ୍ୟସ୍ତତାର ହୃଦୟ ଭିତରେ ଆସିଲା। ଆଉ କେମିତି ହେବ, କ'ଣ ହେବ? ଆଉ ଆଜି ସଣ୍ଡେ ସର୍ଭିସ୍ ଅଛି, ଯିବି ନା ନାହିଁ, କ'ଣ କଲେ ହେବ? ତ ମୁଁ ମୋ ସ୍ତ୍ରୀ କହିଲି, ଆଉ ମୁଁ ସୁନୀଲ ଭାଇକୁ ଦେଖିବା ପାଇଁ ଯିବି, ଆଉ ବିକ୍ରମ ସହିତ ଆମେ ଯିବୁ।
ରୋଷେଇ ବେଳେ ଟିକେ ଆମମାନଙ୍କର ପାଖରେ ପାଖରେ ଥିବା ଭାଇମାନଙ୍କୁ ଫୋନ୍ କରେ, ସେମାନେ ଆସିକି ରୋଷେଇ କରନ୍ତି କହିକି ମୁଁ କରେ। ଯେତେବେଳେ ଆମେ ଗଲୁ ଆମେ ପହଞ୍ଚେଇଲୁନି, କିନ୍ତୁ ସୁନୀଲ ଭାଇମାନେ ସେଠି ଆମ୍ବୁଲାନ୍ସରେ ସେମାନେ କୋଶଳା ଯାଇସାରିଥିଲେ। ତ ଯେଉଁ ଜାଗାରେ ଆକ୍ସିଡେଣ୍ଟ ହେଇଥିଲା ସେଇଠୁ ସେଇଟା ପାଖାପାଖି 10 କିଲୋମିଟର ଦୂର ହେବ। ଏତେ ଦୂର ଆସିଲୁ, ଯାହାକି ଯାଇକି ଦେଖିବା କହିକି ନିକନ ସହିତ ଆମେ ସେ ଦେଖିଲି ଶୁଣିଲା। ମୁଁ ଦେଖିଲାକୁ ମୋତେ ବହୁତ ଖୁସି ଲାଗିଲା, କାହିଁକି ଉପରେ ଏତେ କିଛି ମାଡ଼ ହେଇନି, କିନ୍ତୁ ଭିତରେ ମାଡ଼ ହେଇଛି। କିନ୍ତୁ ସେ ପୂର୍ବରୁ ସେ ଜାଗାରେ ସମାନ ଜାଗାରେ ମାଡ଼ ହେଇଥିଲା, ଆଉ ଏଥର ମଧ୍ୟ ସମାନ ଜାଗାରେ ତାଙ୍କର ସେ ଜାଗାରେ ଫ୍ରାକ୍ଚର ହେଲା, ହାଡ଼ ଗୋଟେ ଭାଙ୍ଗି ଯାଇଛି, ତାର ରିପୋର୍ଟ ଅଛି। ତ ମୁଁ ଗୋଟେ ସାଇଡ଼ରେ ବେଶୀ ଧନ୍ୟବାଦ ଦେଲି କି ପରମେଶ୍ୱର ସେ ଭାଇଙ୍କୁ ପରିମାଣ ଦେଇଛନ୍ତି, ଆଉ ଚର୍ଚ୍ଚରେ ପଢ଼େଇକି ନେଉଛନ୍ତି ବାକ୍ୟ, ଆଉ ବାକ୍ୟ ଦ୍ୱାରା ମଧ୍ୟ ସେ ଭାଇଙ୍କ ଭିତରେ ବଞ୍ଚୁଛନ୍ତି। ଆଉ ଏଥର କାଣ୍ଟ ଲାଗିଲା ବେଳକୁ ସେ ଭାଇ ବହୁତ କାମ କରିଛନ୍ତି କହିଲେ ମାନେ ଚଳେ। ସେ ଭାଇଙ୍କ ଦ୍ୱାରା ପରମେଶ୍ୱର ବହୁତ କାମ ବି କରିଛି। ତ ମୋ ମୁହଁରେ ଏହାକୁ ଶୁଣିଲାକୁ ଦେଖିଲାକୁ ମାନେ ଯେତେବେଳେ ଶୁଣିଲି, ପ୍ରଥମରେ ତ ମୋତେ ବହୁତ ଚିନ୍ତା ଲାଗିଲା କେମିତି ହେବ ବୋଲି। ଆଉ ବେଶୀ ଆକ୍ସିଡେଣ୍ଟ ହେଇକି ତ ହାଡ଼ ଭାଙ୍ଗିନି ତ ଏ ପ୍ରକାର ବିଷୟକୁ ଚିନ୍ତା କରୁଥିଲି। କିନ୍ତୁ ଯାଇକି ଯେତେବେଳେ ଦେଖିଲି ସେ ବସିଥିଲେ କାର୍ରେ, ତାଙ୍କର ହାତ ଦେଖିଲି ଉପରେ ଏତେ କିଛି ବେଶୀ ମାଡ଼ ହେଇନି, କିନ୍ତୁ ଯେତେ ସମୟ ବାଇକ୍ରେ ପଡ଼ି ଯାଇଛନ୍ତି ପଛପଟେ ଆମର ତନୁଲ ଆଜ୍ଞା ବସିଥିଲେ, ତାଙ୍କେ ସୁନୀଲ ଭାଇ ଉପରେ ବାଇକ୍ ଉପରେ ତାଙ୍କେ ପଡ଼ି ଯାଇଛନ୍ତି। ତ ତାଙ୍କୁ ବେଶୀ ପ୍ରେସର ହେଇକି ସମାନ ଜାଗାରେ ଫ୍ରାକ୍ଚର ହେଇଛି। ତ ଚଳିବ, ଏଇଟା ମଧ୍ୟ ପରମେଶ୍ୱରଙ୍କର ଅନୁଗ୍ରହ ଭିତରେ ପାଇଲି। ବାଇବଲରେ ଲେଖା ହେଇଛି, ସ୍ୱର୍ଗରୁ ଆଗତ ନହେଲେ, ସ୍ୱର୍ଗରୁ ପ୍ରଦତ୍ତ ନହେଲେ କିଛି ହେବ ନାହିଁ। ସେଥିପାଇଁ ଆମ ଜୀବନରେ ସମସ୍ୟା ମଧ୍ୟ ଆଶୀର୍ବାଦ। ଆମେ ଆମେ କହିପାରୁଛନ୍ତି ସତରେ ସମସ୍ୟା ମଧ୍ୟ ଆମ ପାଇଁ ଆଶୀର୍ବାଦ। ଆଉ ମୁଁ ଗୋଟେ ବିଷୟକୁ ମନେ ପକାଇବି ଯେ ସତରେ କିଏ ଚାହୁଁଛି ଏ ପ୍ରକାର ବିଷୟକୁ ସାମ୍ନା କରିବା ପାଇଁ, କାହାର ପସନ୍ଦ ଅଛି? କିନ୍ତୁ ଯଦି ଆମ ଜୀବନରେ ପ୍ରକାର ବିଷୟଟି ଘଟୁଛି ହେଲେ ଏଇଟା କିଏ ପରମିଶନ ଦେଇଛି? ପରମିଶନ ଦେଇଛି। କିନ୍ତୁ ମୋର ହୃଦୟରେ ମୁଁ ହଠାତ୍ରେ ମୋତେ ବାକ୍ୟ ମନେ ପଡ଼ୁନଥିଲା, କ'ଣ କହିବି ଭାଇକୁ, କ'ଣ ପ୍ରାର୍ଥନା କରିବି ଚିନ୍ତା କଲି। କିନ୍ତୁ ଦିନେ ମରିୟମ ଆଉ ନାଥ କହୁଥିଲେ ଯୀଶୁଙ୍କୁ ଡାକିଲେ ଲାଜାର ବିଷୟରେ କି ଆପଣ ଯାହା ଆକ୍ସିଡେଣ୍ଟ କରୁଛନ୍ତି ଆଜି ବହୁତ ସେ ପୀଡ଼ିତ ଅବସ୍ଥାରେ ଅଛନ୍ତି, ଆପଣ ଟିକେ ଆସିକି ଦେଖା କରନ୍ତୁ। ତ ଯୀଶୁ କ'ଣ କହିବା ପରିବର୍ତ୍ତେ, ଯୀଶୁ ଯିବା ପରିବର୍ତ୍ତେ ଯୀଶୁ ସେମାନଙ୍କୁ ବାକ୍ୟ ଦେଇକି କହିଲେ କି ଏଇଭଳିଆ ମୃତ୍ୟୁ ନିମନ୍ତ୍ରଣ ଈଶ୍ୱରଙ୍କର ଗୌରବ ନେବ। ଏ ବାକ୍ୟ ମୋତେ ହଠାତ୍ରେ ମନେ ପଡ଼ିଲା। ଆରେ ସମସ୍ୟା କ'ଣ ସମସ୍ୟା କି? ଏଇଟା କ'ଣ ଯୀଶୁ ଜାଣିନାହାନ୍ତି? ଏଇଟା କ'ଣ ପରମେଶ୍ୱର ଜାଣିନାହାନ୍ତି? ଏଇଟା କ'ଣ ପରମେଶ୍ୱରଙ୍କ ଅଜଣାତରେ କ'ଣ ସୁନୀଲ ଭାଇ ପଡ଼ି ଯାଇଛନ୍ତି? ନାଇଁ, ଏଇଟା ପରମେଶ୍ୱରଙ୍କ ଅଜଣାତରେ, ପରମେଶ୍ୱରଙ୍କ ଜାଣିକି ଏବେ ସବୁ ବିଷୟ ଘଟିଛି। ପରମେଶ୍ୱର କାମ କରିବା ଦରକାର। ତ ମୋ ମଧ୍ୟରେ ଗୋଟେ ସାଇଡ୍ ମୁଁ ବେଶୀ ଧନ୍ୟବାଦ ହେଲି। ଆଉ ପରମେଶ୍ୱର ଟିକେ ଶରୀର ଆଘାତ ହେଇଛି, କିନ୍ତୁ ତାଙ୍କର ଜୀବନକୁ ବଞ୍ଚେଇଲେ। ୟାଠାରୁ ବଡ଼ ବିଷୟ କିଛି ଅଛି? ଲୋକମାନେ କେତେ ଛୋଟିଆ ଆକ୍ସିଡେଣ୍ଟ ହେଇକି ସେଇଟା ଜାଗାରେ ସ୍ପଟ୍ ହେଇକି ମରୁଛନ୍ତି। ଦିନେ ମୁଁ ବାଲିଗୁଡ଼ାରେ ଥିଲି, ଆଉ ବାଲିଗୁଡ଼ାରୁ ବାରଖମା ଗୋଟେ ଜାଗା ଅଛି, ବାଲିଗୁଡ଼ାରୁ 10 କିଲୋମିଟର ଦୂର ହେବ। ମୁଁ ସଦାବେଳେ ସେପଟୁ ପ୍ରଚାର ଯାଏ, ଭିତରେ ଗାଁ ଗୁଡ଼ାକ ବେଶୀ ଅଛି, ଖ୍ରୀଷ୍ଟିଆନ ଲୋକ ବହୁତ ଅଛନ୍ତି। ମୁଁ ସଦାବେଳେ ସେ ଜାଗାକୁ ଯାଏ। ଆମର ବାଦଲ ଭାଇ ବୋଲି ଜଣେ ଭାଇ ଥିଲେ, ସେ ଆଜି ନାହାନ୍ତି, ସବୁ ପଳେଇଲେଣି। ତାଙ୍କର କିଡ଼ନୀ ଫେଲର ହେଇଥିଲା। ସେ ଭାଇ ମଧ୍ୟ ଗୋଟେ ଆମର ବିଶ୍ୱବାଣୀ ଚର୍ଚ୍ଚରେ ପାଷ୍ଟର ଥିଲେ। ତାଙ୍କର ଦରମା 12,000 ଟଙ୍କା ଥିଲା, ମାସକୁ 12,000 ଟଙ୍କା ଆସିଥିଲା। ତ ଇଏ ଆମର ଚର୍ଚ୍ଚ ବହୁତ ବିରୋଧ କରୁଥିଲେ। ସେ ଭାଇ ବିରୋଧ କରୁଥିଲେ, କିନ୍ତୁ ଦିନେ ସେ ଆମର ପ୍ରୋଗ୍ରାମ ବାରଖମାରେ ହେଲା। ସେମାନଙ୍କର ପ୍ରଚାର କେମିତି ମୁଁ ଟିକେ ଯାଇକି ଶୁଣିବି, ଆଉ ଭୁଲ ଧରିବି କହିକି ସେ ବହୁତ ଗୁଡ଼ିଏ ବିଷୟକୁ ଯୋଜନା କରିକି ଆମର ପ୍ରୋଗ୍ରାମରେ ଆସିଲେ ବସିକି। ଯେତେବେଳେ ବାକ୍ୟ ଶୁଣିଲେ, ସେ ନାଇଁକି ଆଶ୍ଚର୍ଯ୍ୟ ହେଇଥାନ୍ତି, ଭୁବନେଶ୍ୱର ଚର୍ଚ୍ଚର ଏକ୍ଜାକ୍ଟଲି ବାକ୍ୟ ପ୍ରଚାର କରୁଛି, ଲୋକ କାହିଁକି ଭଣ୍ଡ କରୁଛନ୍ତି? ମୁଁ ଲୋକଙ୍କର କଥା ଶୁଣିକି ଭୁବନେଶ୍ୱର ଭଣ୍ଡ କହିକି ମୁଁ କେତେ ଶିକ୍ଷା ଦେଇଛି,
କିନ୍ତୁ ଏମାନେ ତ ଏକ୍ଜାକ୍ଟଲି ପ୍ରାଞ୍ଜଳ ଭାବରେ ବାଇବଲରେ ଯାହା ପ୍ରଭୁତ୍ୱ ପରମେଶ୍ୱର ଲେଖିଛନ୍ତି ସେ ବିଷୟକୁ ହୃଦୟର ମାନେ ଗଭୀର ହୃଦୟ ବିଷୟରେ ସେମାନେ ପ୍ରକାଶ କରୁଛନ୍ତି। ପରମେଶ୍ୱରଙ୍କ ଇଚ୍ଛା କ'ଣ ସେ ବିଷୟରେ କହୁଛନ୍ତି। ତ ସତରେ ବାଇବଲ ତ କହୁଛି ଧାର୍ମିକ ପବିତ୍ର, ହେଲେ ଆମେ କାହିଁକି ପାପୀ ବୋଲି ପ୍ରାର୍ଥନା କରୁଛୁ। ତ ସେ ସମୟରେ ସେ ଭାଇଙ୍କର ହୃଦୟ ପରିବର୍ତ୍ତନ ହେଇଗଲା। ସେ ନେଇକି ଆମର ଚର୍ଚ୍ଚର ଗସ୍ପେଲ ଶୁଣିବାକୁ ଆରମ୍ଭ କଲେ। ସେଥିପାଇଁ ସେ କେମିତି ଜୀବନ ବଞ୍ଚିଲେ ଚର୍ଚ୍ଚରେ ବଞ୍ଚିଲା ବେଳକୁ ସେ ସକାଳେ ଯିବେ ବିଲିଭର ଚର୍ଚ୍ଚରେ ପ୍ରଚାର କରିବେ, ଆମଠାରୁ ବାକ୍ୟ ଶୁଣିବେ, ଆମ ଚର୍ଚ୍ଚର ବାକ୍ୟ ଶୁଣିବେ, ଆଉ ସମ୍ମାନ ବାକ୍ୟ ଯାଇକି ତାଙ୍କ ଚର୍ଚ୍ଚରେ ପ୍ରଚାର କରିବେ। ହେଲେ ତାଙ୍କ ଚର୍ଚ୍ଚର ଲୋକ ମଧ୍ୟ ପରିତ୍ରାଣ ପାଇବେ। ଏମିତି ହେଇକି ତାଙ୍କ ଲୋକ ପରିତ୍ରାଣ ପାଇଲା ପରେ ତାଙ୍କର ଚର୍ଚ୍ଚ ମଧ୍ୟ ଦୁଇ ଭାଗ ହେଇଗଲା। ତ ଗୋଟେ ଭାଗ ପାଷ୍ଟରଙ୍କର ଶୁଣିବା ଲୋକ ହେଲେ, ଆଉ ଗୋଟେ ଭାଗ ପାଷ୍ଟର ବିରୋଧ କରିବା ଲୋକ ହେଇଗଲେ। ଏବେ ପାଷ୍ଟ ଆମର ଭଣ୍ଡ ହେଇଗଲା, ଗୁଡନେସ୍ ଚର୍ଚ୍ଚ ପଳେଇଲା। ଗୁଡନେସ୍ ଚର୍ଚ୍ଚର ବାକ୍ୟ ଆସିକି ଆମ ଚର୍ଚ୍ଚରେ ପ୍ରଚାର କରୁଛି ଦେଇକି ସେ ପାଷ୍ଟରଙ୍କୁ ବିରୋଧ କରିବାକୁ ଆରମ୍ଭ କଲେ। ଆଉ ସେମାନେ ଅଲଗା ହେଲେ, ଆଉ ସେମାନେ ଅଲଗା ଚର୍ଚ୍ଚକୁ ଯିବା ପାଇଁ ଆରମ୍ଭ କଲେ। ତ ପାଖାପାଖି 2-3ଟା ଫ୍ୟାମିଲି ଆମ ଚର୍ଚ୍ଚ ସହିତ କନେକ୍ସନ୍ ହେଲେ। ସେମାନେ ପାଖାପାଖି 8ରୁ 10 ଜଣ ଖଣ୍ଡେ ହେବେ। ଆଉ ଏ ବାଦଲ ଭାଇଙ୍କର ପରିବାର ସମସ୍ତେ ତାଙ୍କର ଫ୍ୟାମିଲି ଆମ ଚର୍ଚ୍ଚ ଭିତରେ ଆସିଲେ। ଏ ଭାଇ ଏ ପ୍ରକାର ଭାବରେ ବଞ୍ଚିଲା ବେଳକୁ ଦିନେ ହଠାତ୍ରେ ତାଙ୍କର ଲାଇଫରେ ବହୁତରେ କିଛି ୱିକନେସ୍ ବହୁତର ଦେଖାଗଲା। ଦେହ ଦୁର୍ବଳ ଲାଗିଲା, ଖାଇବାକୁ ଭଲ ଲାଗିଲା ନାହିଁ, ସଦାବେଳେ ବହୁତରେ ୱିକ୍ ଲାଗିଲା। ତ ଦିନେ ସେ ଚର୍ଚ୍ଚକୁ ଆସିଲା, ଆଉ ପାଷ୍ଟରଙ୍କୁ ବହୁତରେ କଥା ହେଲା, ଏମିତି ପାଷ୍ଟର ମୋତେ ଏମିତି ଲାଗୁଛି ବୋଲି। ପାଷ୍ଟର କହିଲେ ଟିକେ ଯାଇକି ତମେ ନିଜକୁ ଦେଖାଅ ମେଡ଼ିକାଲରେ, ଟିକେ ଚେକଅପ୍ ନିଅ ବୋଲି। ତ ସେ ସମୟରେ ଯାଇକି ତ ଚେକଅପ୍ କଲେ, ତାଙ୍କର କିଡ଼ନୀ ତାର କ୍ରିଏଟିନିନ୍ ଲେଭେଲ୍ ପ୍ରକୃତରେ 12 ପଏଣ୍ଟରୁ ଅଧିକ ପ୍ରକୃତରେ ଥିଲା। 12 ପଏଣ୍ଟ ଅଧିକ ମାନେ ଏଇଟା ହେଉଛି ବହୁତ ସିଭିୟର ପେସେଣ୍ଟ, ବଞ୍ଚି ପାରିବାଟା ଏତେ ସହଜ ବିଷୟ ନାହିଁ। ତ ପରେ ବହୁତ ନିରାଶ ହତାଶ ହେଇକି ଘରକୁ ଆସିଲେ ସେ, ଆଉ ପାଷ୍ଟରଙ୍କୁ ଫୋନ୍ କରିକି ପାଷ୍ଟରଙ୍କ ଦ୍ୱାରା ସମାଧାନ କହିଲେ କିଛି ନାହିଁ, ତାଙ୍କ ବିଶ୍ୱାସରେ ବଞ୍ଚ, ଏ ରୋଗ କିଛି ସମସ୍ୟା ନାହିଁ କହିଲେ। କହିଲା ସେ ନେଇକି ବାକ୍ୟ ଦ୍ୱାରା ଆଶା ପାଇଲେ। ଆଉ ସେ ଚର୍ଚ୍ଚ ଯେତେବେଳେ ବଢ଼ିବାକୁ ଆରମ୍ଭ କଲେ, ତ ଧୀରେ ଧୀରେ ତାଙ୍କର କ୍ରିଏଟିନିନ୍ ନେଇକି ତାର ଲେଭେଲ୍ ପ୍ରକୃତରେ 4 ପଏଣ୍ଟ କେତେକୁ ଆସିଲା, ତାପରେ 2 ପଏଣ୍ଟ କେତେ ପ୍ରକୃତରେ ଥିଲା, ମାନେ ପୁରା ନର୍ମାଲ ହେଇଗଲା। 2 ପଏଣ୍ଟ କେତେ ମାନେ ସେଟା ହେଉଛି ପୁରା ନର୍ମାଲ, ମାନେ ଅଲରେଡ଼ି ସେ ସୁସ୍ଥ। ସେ ତ ଏମିତି ହେଇକି ସେ ବଞ୍ଚିଲେ। ତ ଏ ଭାଇଙ୍କର ସମସ୍ୟା କ'ଣ, ଇଏ ନାଇଁକି ବେଶୀ ଡ୍ରିଙ୍କସ୍ ମାନେ ଏ ଯେଉଁ ଥମ୍ସଅପ୍ ସ୍ପ୍ରାଇଟ୍ ଏମିତି ଡ୍ରିଙ୍କସ୍ ସେ ବହୁତ ପିଅନ୍ତି, ପସନ୍ଦ କରନ୍ତି। ଆଉ ଯେଉଁ ଫ୍ରୁଟ୍ସ ବହୁତ ଖାଆନ୍ତି ସେ, ଖରାଦିନ ହେଲେ ଯେତେ ସବୁ ତରଭୁଜ, ଆମ୍ବ, ପାଇନାପଲ୍ ଯାହା ମଧ୍ୟ ଖରା ଦିନରେ ମିଳିବ ନାହିଁ ସେ ବିଷୟ, ଆଉ କ୍ଷୀର, ମିଠା, ଆମିଷ, ଇଏ ନାଇଁକି ଆମିଷ ପ୍ରିୟ ଥିଲେ, ବହୁତ ସିରେ ଖାଉଥିଲେ। ତ ଦିନେ ଇଏ ପାଖରେ ଗୋଟେ ଚିନ୍ତା ଆସିଲା, ନା ମୁଁ ତ ଭଲ ହେଇଗଲି, ସବୁ ଖାଇଲେ ବି ହେବ। କିନ୍ତୁ ଆକ୍ଚୁଆଲି ଡକ୍ଟର ତାଙ୍କୁ ମନା କରିଥିଲେ ଷ୍ଟ୍ରିକ୍ଟଲି କି ତୁମେ କ୍ଷୀର ପିଇବ ନାହିଁ, କୌଣସି ମାନେ ଥଣ୍ଡା ଜିନିଷ ପିଇବ ନାହିଁ, ଆଉ ଫ୍ରୁଟ୍ସ ପ୍ରକୃତରେ ଦେଖିକି ଖାଇବ, ମାନେ ବେଶୀ ଖାଇବ ନାହିଁ। ଆଉ ହୋଟେଲ ଜିନିଷ ପୁରା ମନା ହେଇଥିଲା, ତେଲ ଜିନିଷ ପୁରା ମନା ହେଇଥିଲା। ଇଏ ନେଇକି ଧୀରେ ଧୀରେ ନେଇକି କିନ୍ତୁ ତାଙ୍କ ଘରେ ତାଙ୍କ ସ୍ତ୍ରୀ ନେଇକି ଜାଣିଥିଲେ କି ମୋର ସ୍ୱାମୀଙ୍କର କିଡ଼ନୀ ରୋଗ ଅଛି, ଆଉ ଡକ୍ଟର ଏ ବିଷୟ ଗୁଡ଼ାକ ମନା କରିଛନ୍ତି କହିକି ସେ ନର୍ମାଲ ଖାଦ୍ୟ ଦେଉଥିଲେ। ତ ଇଏ ହୋଟେଲରେ ଖାଇବାକୁ ପସନ୍ଦ କରିଛନ୍ତି, ଆଉ ପସନ୍ଦ କରୁଥିବା ଲୋକ, ସେଥିପାଇଁ ଇଏ ଲୁଚି ଘରକୁ ଯିବେ, ନହେଲେ ତାଙ୍କ ମା ପ୍ରକୃତରେ ତାଙ୍କୁ ଚିକେନ୍ ରୋଷେଇ କରିକି ଦେବ, ନହେଲେ ଇଏ ଯାଇକି ହୋଟେଲରେ ପ୍ରକୃତରେ ଖାଇବେ, ହୋଟେଲରେ ଯିବେ ନାନ୍ ଖାଇବେ, ଚିକେନ୍ ଖାଇବେ, ମାଛ ଖାଇବେ, ଆଉ ଫ୍ରୁଟ୍ସ ପ୍ରକୃତରେ ଗଦା ନେବେ। ଯଦି ପଣସ ସିଜନ୍ ହେଲା ବୋଲେ ସେ ଅଧା ଟ୍ରାକ୍ଟର ଆଣିବ, ତାଙ୍କ ଘରେ ରଖିଥିବ, ଚିନ୍ତା ବି କରିପାରିବ। ଯଦି ମାନେ ସେ ତରଭୁଜ ଯଦି ଆଣବାର ଅଛି ହେଲେ ସେ ଗୋଟେ ଆଣବ ନାହିଁ, ସେ 50 କିଲୋ 60 କିଲୋ ଲେଖାଏଁ କୁଇଣ୍ଟାଲଟେ ଲେଖାଏଁ ଆଣବା, ଘରେ ରଖିଥିବ, ଗୋଟେ ଦିନ ଗୋଟେ ଖାଉଥିବ। ସେ ଭାତ କମ୍ ଖାଉଥିଲେ। ଏମିତି ହେଇକି ପରେ ନେଇକି ସେ କ୍ରିଏଟିନିନ୍ ଲେଭେଲ୍ ଅଧିକ ବଢ଼ିବ, 25% ଅଧିକ, 25%। ସେତେବେଳକୁ ମାନେ ସେ ଉଠି ପାରିଲେ ନାହିଁ, ବସି ପାରିଲେ ନାହିଁ। ତ ବାଲିଗୁଡ଼ା ମେଡ଼ିକାଲକୁ ନିଆ ହେଲାକୁ ତାଙ୍କୁ ସିଧାସଳଖ ଭୁବନେଶ୍ୱରକୁ ରେଫର୍ କରାହେଲା।
कैपिटल हॉस्पिटल तो सेठू गले कौन हम सीटा तो गवर्नमेंट एटा घांटिबे बोली से सोम हॉस्पिटल को जॉइन है तो से तेळे से तांको प्रभुतरे इठे कोणा करा हला पेपर माने डायलिसिस में कोणा करा हला तांको डायलिसिस दिया तो संभाल थिले से ते दिगु सप्ताह को देई थरो डायलिसिस करा हो तो से भाई दिने ए वर्ष ही प्रभुतरे से चली गए ए वर्ष में गत वर्ष ए वर्ष ही लागू तो ए वर्ष ही बोधे से भाई चली गए तो मुझे सब देखिली जिते परमेश्वर किसी गोटे भी सम्मान को दौरान से प्रभु इच्छा परमेश्वर से प्रकार भाव में कम भी कर से प्रकार अनुग्रह कर बेले बेले आम हृदय भी देखा गले आम हृदय मत नहीं कि बेले बेले प्रभु न शुणवार हृदय प्रभुत्व तैयारी करवा आम बाक्य को कहते बेले बेले विरोध प्रभु विरोध कर समय आम पास्टर द्वारा प्रभुत्व आमर चर्च केमती प्रभुत्व स्थापन है ब्राजिल रे तो से विषय प्रभुत्व आम शुणिलु आउ पास्टर पार दिने चर्च रे उपासना रे प्रार्थना कला प्रभु प्रार्थना कले कि प्रभु मो ब्राजिल को मिशनरी पठेबी कि से प्रार्थना कले आउ हठात रे गोटे पास्टर प्रभुत्व कहले तुम ब्राजिल को मिशनरी भाव में जीव ए सप्ताह तुम रेडी हो तो से समय से पास्टर बहुत चिंता कर ब्राजिल को पठा हम ब्राजिल तो कहीं भी प्रभुत्व लोक ना आमती जीव किए प्रभुत्व मत ग्रहण कर किए रिसीव कर मुझे जी हाँ मुझे जीवी कितु किए तो जड़े थी मत नापी जो फ्लाइट प्रभुत्व ओह्लैबी इमिग्रेशन जो क्रॉस कर जी किए तो गोटे मत स्वागत करवा लोक थी अच्छी तो केमती प्रभुत्व जी ब्राजिल भाषा भी जानी ना ब्राजिल कौन सी लोक को चिन्ह ना कड़े जी कौन जी तो से समय बाकी प्रकार भाव में उपासना प्रेयर कले आ भगवान प्रभुत्व कहले आम ए सप्ताह ब्राजिल को प्रभुत्व मिशनरी पठेबू अंक पास्टर जी कहीकि ना सब घोषणा करा तो से जगह जड़े भौणी पास्टर पार चर्च को उपासना को जाते से भौणी बाकी को प्रचार करवाटा शुणी से भौणी गोटे ब्यूटी पार्लर रे काम कर तो ब्यूटी पार्लर काम कर से भौणी नहीं उपासना सरला से जो घर को फेरले घरे गला से तार काम जगह प्रभुत्व गले जो जगह से काम कर ब्यूटी पार्लर जो से ब्यूटी पार्लर को गले तो से जगह गला जड़े वयस्क लोक बुध लोक गोटे पुरुष लोक ब्यूटी पार्लर ऑफिस सामने बसी तो ये चिंता कले यहाँ तो झील मैंने आवा दरकार महिला मैंने आसवा दरकार यहाँ ब्यूटी पार्लर होती कि वृद्ध लोक कहीं आसिक आम ऑफिस सामने चेयर बसी ये भौणी बसी पारे ना एमती सी सीधा सड़क कथा ना कि सीधा भर को गले से जो ब्यूटी पार्लर जो मालिकाणी थे जाकि पचार आज्ञा मुझे किसी गोटे विषय पचार चाहूँगी किसी खराब भावी भावे ना तो बोले हाँ पचारतु कौन पचार विषय कहीं खराब भावी पचार बोली से मालिकाणी प्रभुत्व कहले जे कि ब्यूटी पार्लर को मालिकाणी तो ए पार्लर ए ब्यूटी पार्लर आमर केवल झील मान तैयारी ना आम कर हाँ किंतु मुझे बुझीपार ना बहुत समय है से बाहर जड़े वयस्क लोक वृद्ध लोक बसी कहीं बसी तो से ब्यूटी पार्लर ओनर जे थे से कहले नाई से हूँ मो बापा आज के आसी मो पाखे केते दिन रही गोटे मस खंडे रही कि से ब्राजिल रोच तो से समय से भौणी प्रभुत्व बेस शौक है अरे आज मो चर्च रे पास्टर पारंदर वाक्य शुणिली जे पास्टर ए सप्ताह ब्राजिल को मिशनरी पठेबी तार परमेश्वर मत भेटे भाई को आज्ञा को तो से समय से कथा आरम्भ कले मालिकाणी सहित मुझे जो चर्च को जाए से चर्च पास्टर आज आम चर्च रे वाक्य प्रचार कले आ से कहले ब्राजिल विषय आ सप्ताह आम चर्च जो मिशनरी कि ब्राजिल प्रभुत्व जी सत कि हाँ सत अरे यहाँ बढ़िया हम तो से समय ये भौणी प्रभुत्व कथा बापा सहित से मालिकाणी प्रभुत्व परिचय करेली कि
ଏ ଭଉଣୀଙ୍କର ଚର୍ଚ୍ଚର ଗୋଟେ ମିଶନାରୀ ଏଥର ବ୍ରାଜିଲକୁ ଯିବାର ଅଛି। ତ ସେ ତାଙ୍କ ବାପା ପ୍ରକୃତରେ ଆସିକି ସେ ଭଉଣୀଙ୍କ ସହିତ କଥା ହେବାକୁ ଆରମ୍ଭ କଲେ। ହେଲେ ତୁମେ ବ୍ରାଜିଲକୁ ମିଶନାରୀ ପଠେଇବ ଯେ ବ୍ରାଜିଲରେ ତୁମର କିଏ ଚିହ୍ନା ଲୋକ ଅଛନ୍ତି? ତୁମର ଲୋକ ଅଛନ୍ତି? ନାଇଁ, କେହି ନାହିଁ। ହେଲେ ତୁମେ କେମିତି ପଠେଇବ? ନାଇଁ, ବିଶ୍ୱାସରେ ବାଇ ଫେଥରେ ପଠାଅ। ହେଲେ ସେ ଯେଉଁ ମିଶନାରୀ ଯିବେ ସେ କେମିତି ରହିବେ? ଜାଣିନି। ସେ କୁଆଡ଼େ ଖାଇବେ ସେଇଟା ବି ଜଣା ନାହିଁ। ହେଲେ କିଏ ତ ଜଣେ ଥିବାର ଅଛି ତାଙ୍କୁ ଗ୍ରହଣ କରିବା ପାଇଁ। ହେଲେ ଏମିତିକା ଚର୍ଚ୍ଚ ବି ଅଛି କି ଯିଏକି କିଏ ବି ନଥିବ ସେମିତି ଜାଗାରେ ପ୍ରକୃତିରେ ପଠଉଛି ମିଶନାରୀ। ହଁ, ସେ ଆମର ଚର୍ଚ୍ଚ ସେମିତିକା। ଆମର ଚର୍ଚ୍ଚରେ ଯେଉଁ ପାଷ୍ଟର ଅଛନ୍ତି ସେ ମଧ୍ୟ ବିଶ୍ୱାସରେ ବଞ୍ଚୁଛନ୍ତି। ସେ ଖାଲି ସୁସ୍ମତା ପ୍ରଚାର କରୁଛନ୍ତି, ତାଙ୍କ ଛଡ଼ା ତାଙ୍କ ପାଖରେ କିଛି ପ୍ରକୃତିରେ ନାହିଁ। ସେ ମାଲିକାଣୀର ତାଙ୍କର ଅନର ତାଙ୍କ ବାପା ନାହିଁ, ବହୁତ ସବୁ କଲେ। ସେ ସିଧାସଳଖ ତାଙ୍କ ପୁଅକୁ ଫୋନ୍ କଲେ ଆଉ କହିଲେ ଆଉ ଅମୁକ ତାରିଖରେ ଅମୁକ ସପ୍ତାହରେ ଆଉ ଏ କୋରିଆର ଗୋଟେ ଚର୍ଚ୍ଚ ଅଛି, ସେ ବ୍ରାଜିଲକୁ ମିଶନାରୀ ପଠେଇବ। ଆଉ ମିଶନାରୀ ପଠେଇବ, କିନ୍ତୁ ସେ ମିଶନାରୀ କେଉଁ ଜାଗାରେ ରହିବେ ତାଙ୍କର କିଛି ଘର ନାହିଁ। କ'ଣ ଖାଇବେ ସେଇଟା ମଧ୍ୟ ତାଙ୍କ ପାଖରେ କିଛି ନାହିଁ। ତାଙ୍କୁ ଖାଲି ଫ୍ଲାଇଟ୍ କରି ଦିଆହେଉଛି ଆଉ ପଠାହେଉଛି। ତ ସେତେବେଳେ ତାଙ୍କ ଶୁଣିକି ଏତିକି ଚର୍ଚ୍ଚ ଅଛି କି ବାବା? ହଁ, ମୁଁ ତ ଏଇଟା ଶୁଣିକି ସକ୍ ହେଲି। ସେଥିପାଇଁ ମୁଁ ଭାବୁଛି ତୁ ଯାଇକି ସେ ମିଶନାରୀକୁ ତୁ ଗ୍ରହଣ କରେ, ରିସିଭ୍ କରେ। ତାଙ୍କ ପୁଅକୁ ପ୍ରକୃତରେ ସେ ଜାଗାରେ ଏ ପ୍ରକାର ଫୋନ୍ କଲେ। ଆଉ ସେତେବେଳେ ପାଷ୍ଟରଙ୍କ ପ୍ରକୃତରେ ଗୋଟେ ସେ ସପ୍ତାହରେ ବ୍ରାଜିଲକୁ ପଠା ହେଲା। ଇଏ ବ୍ରାଜିଲକୁ ଗଲା ବେଳକୁ ଫ୍ଲାଇଟ୍ ବହୁତ ଚିନ୍ତା କଲା, ରେ କେମିତି ଯିବି, କୁଆଡ଼େ ଯିବି, କିଏ ମୋତେ ଗ୍ରହଣ କରିବ? ମୁଁ ତ ଜଣା ନାହିଁ ଏ ବ୍ରାଜିଲର ଲୋକମାନଙ୍କୁ, ଏମାନଙ୍କର ଭାଷା କ'ଣ ସେଇଟା ବି ଜଣା ନାହିଁ। କେମିତି ନମସ୍କାର କରାଯିବ ସେଇଟା ବି ଜଣା ନାହିଁ। ସେ ଜାଗାରେ ଇଂଲିଶ ଜାଣିଥିବା ଲୋକ ଥିବେ କି ନାହିଁ ସେଇଟା ବି ଜଣା ନାହିଁ। ମୁଁ କେମିତି ପ୍ରକୃତରେ ପ୍ରଚାର କରିବି? ଏତେ ଗୁଡ଼ାଏ ସାମାନ ପ୍ରକୃତରେ ମୋର ଧରିଛି। ହେଲେ ଏ ସାମାନ ତ ରଖିବାକୁ ଅନ୍ତତଃ ଗୋଟେ ଛୋଟ ଘର ଥିବାର ଅଛି। ଏତିକି ମୋର ଘର ପ୍ରକୃତରେ ନାହିଁ। ଇଏ ନାହିଁ କି ଫ୍ଲାଇଟ୍ରେ ବସିକି ଏ ପ୍ରକାର ଭାବରେ ଚିନ୍ତା କରୁଛି। ଦେଖ, ଯେତେବେଳେ ଫ୍ଲାଇଟ୍ରୁ ଓହ୍ଲେଇଲେ ଇମିଗ୍ରେସନ୍ କ୍ରସ୍ କରିକି ପହଞ୍ଚିଲା ବେଳକୁ ସେ ତାଙ୍କର ଏ ମାଲିକାଣୀର ପୁଅ ପ୍ରକୃତରେ ଜଗିଛି। ତ ସେ ପଚାରୁଛନ୍ତି, ତୁମେ କୋରିଆର ଆସିଲ କି? ନାଇଁ। ହେଲେ ତୁମେ କୋରିଆର ଆସିଛ କି? ନାଇଁ। ତୁମେ କୋରିଆନ କି? ନାଇଁ। ତୁମେ କୋରିଆର ମିଶନାରୀ ଭାବେ ଆସିଛ ଏ ଜାଗାକୁ ଆସିଛ କି? ନାଇଁ। କିନ୍ତୁ ଫାଇନାଲି ଯେତେବେଳେ ସେ ମିଶନାରୀକୁ ଦେଖିଲେ, ଆଜ୍ଞା ଆପଣ କୋରିଆର ଗୋଟେ ମିଶନାରୀ ଭାବରେ ବ୍ରାଜିଲକୁ ଆସିଛନ୍ତି କି? ହଁ। ଆପଣ କେମିତି ଜାଣିଲେ? ନାଇଁ, ମୋର ବାପା ପ୍ରକୃତିରେ ଜଣେଇଲେ ଯେ ଆମର ଗୋଟେ କୋରିଆରେ ଗୋଟେ ବ୍ୟୁଟି ପାର୍ଲର ଅଛି। ଆଉ ସେ ଜାଗାରେ ମୋର ଭଉଣୀ ପ୍ରକୃତିରେ ସେଇଟା କାମ କରୁଛନ୍ତି। ଆଉ ମୋ ବାପା ସେ ଜାଗାକୁ ଯାଇଛନ୍ତି ଗୋଟେ ମାସ ପ୍ରକୃତିରେ ରହିବି ଝିଅ ପାଖରେ ରହିକି। ସେଥିପାଇଁ ବାପା ମୋତେ ଆଜି ଜଣେଇଲେ ଆପଣ ଏ ଜାଗାକୁ ଆସିଲେ ବେଶୀ ଭଲ ହେଲା। ଆମେ ଶୁଣିଲୁ ଆପଣଙ୍କ ପାଖରେ କୌଣସି ଘର ନାହିଁ କି କୌଣସି ଖାଦ୍ୟ ନାହିଁ। ଆସନ୍ତୁ, ଆପଣ ନିଜର ଜାଗା ଘର ପାଇବା ପର୍ଯ୍ୟନ୍ତ, ନିଜର ମିନିଷ୍ଟ୍ରି ଆରମ୍ଭ କରିବା ପର୍ଯ୍ୟନ୍ତ ଆମ ଘରେ ରହିବେ, ଆମ ଘରେ ଖାଇବା ପ୍ରଚାର କରିବେ। ହେଲେ ସେ ଜାଗାରେ ଯେଉଁ ମିଶନାରୀ ଯେତେବେଳେ ଯାଇଥିବେ, ଏ ଫାଷ୍ଟ କ'ଣ କରିଥିବେ? ଯାଇକି ଶୋଇଥିବେ କି? ନାଇଁ, ଇଏ ଯାଇକି ଗଲା ପରେ ନାହିଁ ଇଏ କ'ଣ ଚିନ୍ତା କଲେ, ଆରେ ମୁଁ ଏତେ ବ୍ୟସ୍ତ ହେଉଥିଲି, କିନ୍ତୁ ପରମେଶ୍ୱର ଏ ଜାଗାରେ ଲୋକକୁ ଜଗି ରଖିଛନ୍ତି ମୋତେ ରିସିଭ୍ କରିବା ପାଇଁ। ମୁଁ କ'ଣ ପାଇଁ ଆସିଲି? ପରମେଶ୍ୱର ଏ ଘରକୁ କାହିଁକି ଆଣିଲେ ମୋତେ? ନାଇଁ, ପରମେଶ୍ୱର ମୋତେ ଏ ଘରକୁ ଏଥିପାଇଁ ଆଣିଛନ୍ତି ଏ ଲୋକମାନଙ୍କୁ ପ୍ରଚାର କର। ସେତେବେଳେ ତାଙ୍କର ବେଗ୍ ଧରିଲେ, ବେଗ୍ ଯାକ ସାଇଡ଼୍ରେ ରଖିଲେ, ଆଉ ବାଇବଲ କାଢ଼ିଲେ, ଆଉ ସିଧାସଳଖ ପ୍ରଚାର କଲେ। ପହଞ୍ଚୁ ତାଙ୍କ ଘରେ ପହଞ୍ଚୁଛନ୍ତି, ବସ ମୁଁ ବାଇବଲ ପାଖରେ ଥୋଇବି। ହେଲେ ଖାଇନାହାନ୍ତି କି ଫ୍ରେଶ୍ ହେଇନାହାନ୍ତି, କିଛି ନାହିଁ, କିନ୍ତୁ ଇଆଡ଼େ ବାଇବଲ ଧର, ବସ, ପ୍ରଚାର ଟିକେ କରିବି କହିବି। ସେତେବେଳେ ତାଙ୍କ ପରିବାର ଲୋକ ବାକ୍ୟ ଶୁଣିଲେ, ସେମାନେ ପରିତ୍ରାଣ ପାଇଲେ। ଆମ ଚର୍ଚ୍ଚ ସହିତ କନେକ୍ସନ୍। ସେତେବେଳେ ସେ ପୁଅ ଯେଉଁ ଥିଲେ ଇଆଡ଼େ ସିଆଡ଼େ ସେ ଭାଇ ପାଷ୍ଟରଙ୍କ ମିଶନାରୀକୁ ନେଇକି ସୁସ୍ମତାରେ ପ୍ରଚାର କରିବାକୁ ଲୋକକୁ ପ୍ରକୃତରେ ଭେଟେଇଲେ। ଏମିତି ହେଇକି ବ୍ରାଜିଲର ପ୍ରକୃତରେ ଆମର ଗସ୍ପେଲ ପ୍ରଚାର ହେଲା, ବ୍ରାଜିଲରେ ଆମର ଚର୍ଚ୍ଚ ପ୍ରକୃତରେ ତିଆରି ହେଲା। ତ ସମାନ ଏମିତି ଅନେକ ଗୁଡ଼ିଏ ଆମ ଅନେକ ଗୁଡ଼ିଏ ଦେଶ ବିଷୟରେ ଆମର ସାକ୍ଷ୍ୟ ଅଛି। ଆମର ମିଶନ ପ୍ରକୃତରେ କେମିତି ବୃଦ୍ଧି ପାଉଛେ, କେମିତି ଆମର ମିଶନ ପ୍ରକୃତରେ ଚାଲିଛି। ଦିନେ ଆଫ୍ରିକାକୁ ମଧ୍ୟ ସମାନ ଏକ ଭାବରେ ପାଷ୍ଟର ଗୋଟେ ମିଶନାରୀକୁ ପ୍ରକୃତରେ ପଠେଇଲେ। ତ ଆଫ୍ରିକାକୁ ଯେତେବେଳେ ମିଶନାରୀ ପଠେଇଲେ, ତ ଆଫ୍ରିକାରେ ମଧ୍ୟ କିଏ ବି ଲୋକ ନଥିଲେ, କିନ୍ତୁ ଯେଉଁ ପାଷ୍ଟର ପ୍ରକୃତରେ ଗଲେ, ତ ସେ ବ୍ରାଜିଲର ପାଷ୍ଟର ବିଷୟରେ ସାକ୍ଷ୍ୟ ଶୁଣିଛନ୍ତି।
ଟେଷ୍ଟିମୋନି ତାଙ୍କର ଭୂଗୋଳ ସେ ଜାଣିଛନ୍ତି ଇଏ ଗଲେ କିନ୍ତୁ ଗଲାବେଳକୁ ୟା ଫ୍ଲାଇଟ୍ରେ ବହୁତ ଚିନ୍ତା ହେଇଗଲା ସମାନ ଚିନ୍ତା କରୁଥିଲି ୟାଙ୍କ ପାଖରେ ଭାଇ ଆଫ୍ରିକାରେ ତ କିଏ ବି ଲୋକ ନାହାନ୍ତି କୁଆଡ଼େ ଯିବି କିଏ ରିସିଭ୍ କରିବ ସେତେବେଳକୁ ଫ୍ଲାଇଟ୍ ଉପରେ ଆଗେ ଆସନ୍ତି ହଠାତ୍ରେ ଯାଇକି ଆମର ଘଡ଼ଘଡ଼ି ସାଉଣ୍ଡ ହେଲା ମାନେ ମୌସମ ଟିକେ ଖରାପ ହେଲା ଯେ ଆନାଉନ୍ସମେଣ୍ଟ ହେଲା ବର୍ତ୍ତମାନ ମୌସମ ଖରାପ ଅଛି ବର୍ଷା ହେବାର ସମ୍ଭାବନା ଅଛି ଆଉ ନିଜ ନିଜର ମୋବାଇଲ ଗୁଡ଼ାକ ଯଦି ଫ୍ଲାଇଟ୍ ମୋଡ଼ କରିନାହାନ୍ତି ଫ୍ଲାଇଟ୍ ମୋଡ଼ କରନ୍ତୁ ଦୟାକରିକି ଏଇଟା ଏତିକି ଆପଣମାନେ ରକ୍ଷା କରନ୍ତୁ କହିକି ଫ୍ଲାଇଟ୍ର ପ୍ରକୃତିର ଆନାଉନ୍ସମେଣ୍ଟ ହେଲା ଏ ବାସ୍ତୁ କ'ଣ ଜାଣିଲେ ଆରେ ଆଫ୍ରିକାରେ କିଏ ନାହାନ୍ତି କିନ୍ତୁ ପରମେଶ୍ୱର ଜାଣିଲେ ମୁଁ ଆଜି ଆଫ୍ରିକାକୁ ଯାଉଛି ମୋତେ ପରମେଶ୍ୱର ସ୍ୱାଗତ କରୁଛି ଏ ଘଡ଼ଘଡ଼ି ସାଉଣ୍ଡ ପରମେଶ୍ୱରଙ୍କର ଆବାଜ ମୋତେ ଦିଆଯାଉଛି ଯେ ତୁ ଆସେ ଆଫ୍ରିକାରେ ସେବା କାର୍ଯ୍ୟ କର ଇଏ ବହୁତ ସୋକ କଲେ ଆଉ ସେ ସମୟରେ ବେଶୀ ଖୁସି ହେଲେ ସେ ସମୟରେ ମଧ୍ୟ ଯେତେବେଳେ ଏ ଆଫ୍ରିକାରେ ପ୍ରକୃତିରେ ପହଞ୍ଚିଲେ ଇଏ ଜାଣିନଥିଲେ କିନ୍ତୁ ସେତେବେଳେ ମଧ୍ୟ କୋରିଆନ ଲୋକ ପ୍ରକୃତରେ ଆଫ୍ରିକାରେ ଯାଇକି ପ୍ରକୃତରେ ରହୁଥିଲେ ସେ ବନେଗେନ୍ ଥିଲେ ଆମର ଚର୍ଚ୍ଚରେ ଥିଲେ ତ ତାଙ୍କୁ ଜଣା ନଥିଲା କି ଅଙ୍କ ଦିନରେ ମିଶନାରୀ ପଠା ହେବ କିନ୍ତୁ କେମିତି ସେ ତାଙ୍କ ଭଉଣୀଙ୍କ ଦ୍ୱାରା ପ୍ରକୃତରେ ଶୁଣିବାକୁ ପାଇଲେ କି ଆଫ୍ରିକାକୁ ମିଶନାରୀ ଆସୁଛନ୍ତି ଆମର ଚର୍ଚ୍ଚରେ ଆଉ ତାଙ୍କ ପାଖରେ କିଛି ନାହିଁ ଆଉ ସେ ବି ଜାଣିନାହାନ୍ତି ଆମେ ଏ ଜାଗାରେ ଅଛୁ ସେ କ'ଣ କରିବା ଦରକାର ଠିକ୍ ଅଛି ଚାଲ ତାଙ୍କୁ ରିସିଭ୍ କର ଏମିତି ହେଇକି ସେମାନେ ନେଇକି ସେ ପାଷ୍ଟରଙ୍କୁ ରିସିଭ୍ କରିବାଟା ଭୁଲିଗଲା ପ୍ରକୃତରେ ଏମିତି ରହିଗଲେ ତ ହଠାତ୍ରେ ସେ ଜାଗାରେ ଯେଉଁ ଭାଇ ଥିଲେ ଆଫ୍ରିକାରେ ଯେଉଁ କାମ କରୁଥିଲେ ସେ ନେଇକି ଗୋଟେ କମ୍ପାନୀରେ କାମ କରୁଥିଲେ ତ କମ୍ପାନୀରେ କାମ କରୁଥିଲେ ଆଉ ସେ ତାଙ୍କର ଯିଏ ଗୋଟେ ମ୍ୟାନେଜର କୋରିଆରୁ ପ୍ରକୃତରେ ଆସିବାର ଥିଲା ସେ କୋରିଆକୁ ଯାଇଥିଲେ କୋରିଆରୁ ପ୍ରକୃତରେ ଆସିବାର ଥିଲା ତାଙ୍କୁ ଫ୍ଲାଇଟ୍ ମାନେ ଫ୍ଲାଇଟ୍ରୁ ଯାଇକି ତାଙ୍କୁ ରିସିଭ୍ କରିବାର ଥିଲା ତ ହଠାତ୍ରେ ଏ ଅଫିସ୍ ମାନେ ଅଫିସର କାମ ନେଇକି ସେ ଏୟାରପୋର୍ଟ ପ୍ରକୃତରେ ପହଞ୍ଚିଲେ ଦେଖିଲେ ବହୁତ ସମୟ ଅପେକ୍ଷା କଲେ କାହିଁକି ଆମର ମ୍ୟାନେଜର ଆସୁନାହାନ୍ତି କାହିଁକି ପହଞ୍ଚୁନାହାନ୍ତି କ'ଣ ସମସ୍ୟା ହେଲା ଇଏ ତ ସବୁଆଡ଼େ ଇନକ୍ୱାରି କରୁଛନ୍ତି କେହି ତାଙ୍କୁ ସୂଚନା ଦେଉନାହାନ୍ତି କି କାହିଁକି ପ୍ରକୃତରେ ସେ ପହଞ୍ଚୁନାହାନ୍ତି କ'ଣ ହେଲା କାହିଁକି ସେ ଆସୁନାହାନ୍ତି ଏ ବହୁତ ସମୟ ଅପେକ୍ଷା କଲେ ବେଶୀ ସମୟ ଅପେକ୍ଷା କଲା ପରେ ହଠାତ୍ରେ କୋରିଆନ ଲୋକ ପ୍ରକୃତରେ କୋରିଆନ କଥା ହେଇକି ସ୍ୱାମୀ ସ୍ତ୍ରୀ ତାଙ୍କର ପିଲା ଛୁଆ ହେଇକି ତାଙ୍କର ବ୍ୟାଗ୍ ଯାକ ଧରିକି ମାନେ ଆସୁଛନ୍ତି ଇଏ ଆରେ ମାନେ କୋରିଆନ ଲୋକ ଇଏ ଯାଇକି ପ୍ରକୃତରେ କହିଲେ କୋରିଆନ ଭାଷାରେ ପ୍ରକୃତରେ ନମସ୍କାର ଜଣେଇଲେ ହାନାହିଁ ସେଓ ନା କେମିତି ଗୋଟେ କ'ଣ ତାଙ୍କର କହିଲେ ହାନାହିଁ ସେଓ ନା ଏମିତି କ'ଣ ତାଙ୍କର ପ୍ରୋନାଉନ୍ସିଏସନ୍ ଜାଣିନି ଭଲସେ ଏମିତି ଯାଇକି ସେତେବେଳକୁ ସେ କୋରିଆନ ଲୋକ ତମେ କୋରିଆ ଲୋକ କି ହଁ କୋରିଆ ଲୋକ ହେଲେ ତମେ କ'ଣ କରୁଛ ନାଇଁ ମୁଁ ଏ ଜାଗାକୁ ବହୁତ ସମୟ ହେଲାଣି ଆମର କୋରିଆରୁ ଜଣେ ମିଶନାରୀ ମ୍ୟାନେଜର ଆସିବାର ଥିଲା ଆମର କମ୍ପାନୀର କିନ୍ତୁ ଅଳ୍ପ ସମୟ ହେଲା ମୁଁ ଜାଣିଲି ଯେ ତାଙ୍କର ଫ୍ଲାଇଟ୍ ପ୍ରକୃତରେ ଆଜି କ'ଣ ଗୋଟେ ମିଷ୍ଟେକ୍ ପାଇଁ ସେ ଆସିଲା ନାହିଁ ତାଙ୍କର ଟିକେଟ୍ ବାତିଲ କରାହେଲା ସେ କାଲି ଆସିଲା ତ ମୁଁ ସେଥିପାଇଁ ଏଠି ଜଗିଥିଲି ମୁଁ ବର୍ତ୍ତମାନ ଘରକୁ ଯିବି ହେଲେ ତମେ କୁଆଡ଼େ ଆସିଛ ନାଇଁ ମୁଁ ଏ ଆଫ୍ରିକାକୁ ଗୋଟେ ମିଶନାରୀ ଭାବରେ ପଠାଯାଇଛି ଏଠି ମୁଁ ମିଶନାରୀ କାମ କରୁନି ସେ ପଚାରିଲେ ହେଲେ ଆଫ୍ରିକାରେ ତମର ଚିହ୍ନା ଲୋକ କିଏ ଅଛନ୍ତି ନାଇଁ ଏବେ ବର୍ତ୍ତମାନ ତମେ କୁଆଡ଼େ ଯିବ ସେଇଟା ବି ଜଣା ନାହିଁ ହେଲେ ତମର କେମିତି ଚର୍ଚ୍ଚ ଏମିତି ତମକୁ ପଠେଇ ପାରୁଛି ହେଲେ ତମ କେଉଁ ଚର୍ଚ୍ଚର ଲୋକ ନାଇଁ ଅମୁକ ଚର୍ଚ୍ଚ ସମାନ ଚର୍ଚ୍ଚ ତ ଆମେ ବି ତ ସେ ଚର୍ଚ୍ଚର ଲୋକ ଏମିତି ହେଇକି ଆସ ସେ କହିକି ସେ ଭାଇ ନେଇକି ସେ ମିଶନାରୀ ପ୍ରଭୁତ୍ୱରେ ଗ୍ରହଣ କଲେ ଆଉ ତାଙ୍କ ଘରକୁ ନେଇକି ତାଙ୍କ ଘରେ ପ୍ରଭୁତ୍ୱରେ ରଖିଲେ ଏମିତି ହେଇକି ଆଫ୍ରିକା ଚର୍ଚ୍ଚ ପ୍ରଭୁତ୍ୱରେ ଆରମ୍ଭ ହେଲା ଘାନାରେ ସେ ଜାଗାର ଲୋକ ବହୁତ ଗରିବ ପ୍ରଭୁତ୍ୱରେ ଥିଲେ ତାଙ୍କ ପାଖରେ ଖାଇବାଟା ଡ୍ରେସ୍ ପିନ୍ଧିବାଟା ଆଫ୍ରିକା ନେଇକି ଏବେ ମଧ୍ୟ ତାଙ୍କର ଇକୋନୋମି ଏତେ ଭଲ ନାହିଁ ଆଫ୍ରିକାନ ଲୋକମାନେ ମକା ଖାଉଛନ୍ତି ଆଉ ମକା କେମିତି ସେମାନେ ଆମ ପରି ସିଝେଇକି ସେମାନେ ଗୋଟା ଖାଉନାହାନ୍ତି ସେମାନେ ମକା ଚାଷ କରୁଛନ୍ତି ମକାକୁ ଚୁନା ବନାଉଛନ୍ତି ଆଉ ଚୁନାକୁ ସେମାନେ ଏମିତି ସିଧାସଳଖ ପାଣି ଗରମ ପାଣିରେ ପକେଇକି ଘାଣ୍ଟୁଛନ୍ତି ଆମେ ଯେମିତି ସୁଜି ବନାଉଛୁ ସୁଜି ନହେଲେ ଖିଚୁଡ଼ି ଯେମିତି ବନାଉଛୁ ସେମିତି ଘାଣ୍ଟି ସେମାନେ ସେଟାକୁ ମାନେ ଏମିତି ଖାଇବେ ସିଧା ତରକାରୀ ସାମ୍ବାର ଟାଇପ୍ର ବନେଇ
ଆଉ ଚିକେନ୍ ସହିତ ହଉ କି ଯାହା ସହିତ ହଉ ମାନେ ଏମିତି ବୁଡ଼େଇ ବୁଡ଼େଇ ଟିକେ 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 କାଢ଼ି କାଢ଼ି ଖାଇବେ। ତ ଆଫ୍ରିକାନ୍ ଲୋକ ଏ ପ୍ରକାର ବଞ୍ଚନ୍ତି। ତ ଆଫ୍ରିକା ଯେତେବେଳେ ପହଞ୍ଚିଲେ ଯୁଆଡ଼େ ଗଲେ ମଧ୍ୟ ସେମାନେ ତାଳ ଗଛରୁ ସେମାନେ ସେ ତାଳ ପତ୍ର ଦ୍ୱାରା ଆଉ ଗୋଟେ ଛୋଟ ଛୋଟ କାଠକୁ ନେଇକି ଘର ବହୁତରେ ତିଆରି କରିଥିବା ସେମିତିକା ଘରେ ବହୁତରେ କୁହନ୍ତି। ଅଧିକାଂଶ ଆଫ୍ରିକାନ୍ ଲୋକମାନେ କେମିତି ବଞ୍ଚନ୍ତି ଜାଣିଛନ୍ତି? ଯେହେତୁ ସେମାନଙ୍କ ପାଖରେ ଖାଇବା ନାହିଁ, କିନ୍ତୁ ଆଫ୍ରିକାନ୍ କଣ୍ଟ୍ରି ହେଉଛି ଏମିତି କଣ୍ଟ୍ରି ଯେଉଁଟାକି ବହୁତ ପଶୁ ପକ୍ଷୀମାନେ ଅଛନ୍ତି। ସେଥିପାଇଁ ସେମାନେ ଅଧିକାଂଶ ସମୟରେ ଶିକାର କରିକି ବଞ୍ଚନ୍ତି। ଭାତ ନ ଖାଇ ପାରିଲେ ମଧ୍ୟ କି ମୁଖା ଗୁଣ୍ଡ ନ ଖାଇ ପାରିଲେ ବି ସେମାନେ ନେଇକି ମାଂସ ଖାଇକି ବଢ଼ନ୍ତି। ତ ଫାଷ୍ଟ ଯେତେବେଳେ ସେ ଜାଗାରେ ପହଞ୍ଚିଲେ, ମିଶନାରୀ ଯେତେବେଳେ ପହଞ୍ଚିଲେ, ଦେଖିଲେ ଏମିତିକା ଲୋକକୁ ମୁଁ କ'ଣ ଆଶା କରିପାରିବି, କେଉଁ ପ୍ରକାର ବାକ୍ୟ ମାନଙ୍କ ଭିତରେ କହିବି, ଏମିତି ହେଇକି ସେ ପ୍ରଚାର କରିବାଟା ଆରମ୍ଭ କଲେ। ଲୋକ ବାକ୍ୟ ଗ୍ରହଣ କରିକି ଧୀରେ ଧୀରେ ନେଇକି ଆଫ୍ରିକାନ୍ ଚର୍ଚ୍ଚ ଭିତରେ ବୁଝେଇବାକୁ ଆରମ୍ଭ ହେଲା। ଦିନେ ଏମାନେ ଜମି କିଣିଲେ, ଚର୍ଚ୍ଚ ଘର ତିଆରି କଲେ। ସେତେବେଳେ ଅଫରିଂ ମଧ୍ୟ ବହୁତ କମ୍ ଆସୁଥିଲା, ଏତେ ବି ପ୍ରଭୁତ୍ୱ ମାନେ ଅଫରିଂ ପ୍ରଭୁତ୍ୱରେ ନଥିଲା। ସେଥିପାଇଁ ଏ ପାଷ୍ଟ ପ୍ରଭୁତ୍ୱରେ କ'ଣ କହିଲେ, ଆରେ ଏମାନଙ୍କୁ ମୁଁ କ'ଣ ଅଫରିଂ ମାଗିବି, ଆଉ କ'ଣ ଜାଗା କିଣିବା ବୋଲି ପ୍ରଭୁତ୍ୱରେ କହିପାରିବି। କିନ୍ତୁ ମୋର ଚିନ୍ତାରେ ଦେଖିଲେ ମାନେ ଚର୍ଚ୍ଚ ଘର ଏମାନଙ୍କ ଦ୍ୱାରା ଚର୍ଚ୍ଚ ଘର ତିଆରି ହେବାଟା ମାନେ ସହଜ ନାହିଁ। ଏମାନଙ୍କୁ ଦେଖିକି ଏ ଜାଗାରେ ଗୋଟେ ଚର୍ଚ୍ଚ ପ୍ରଭୁତ୍ୱରେ ବଢ଼ିବ, ଏ ଚର୍ଚ୍ଚ ଗୋଟେ ସ୍ଥାପନ ହେବ, ଏ ଜାଗାରେ ଶକ୍ତିಯುತ ଭାବରେ ଚର୍ଚ୍ଚ ପ୍ରଭୁତ୍ୱରେ ସେବା କାର୍ଯ୍ୟ କରିପାରିବ, ମୁଁ କ'ଣ ଆଶା କରିବି। କିନ୍ତୁ ଏ ମିଶନାରୀଙ୍କ ପାଖରେ ନାଇଁକି ତାଙ୍କର ହୃଦୟ ପ୍ରଭୁତ୍ୱରେ ଚେଞ୍ଜ ହେଇଗଲା, ତାଙ୍କର ଚିନ୍ତା ପ୍ରଭୁତ୍ୱରେ ଚେଞ୍ଜ ହେଇଗଲା। କ'ଣ ବୋଲି ନାଇଁ, ଏ ଭାଇ ଏମାନଙ୍କୁ ମୁଁ ଦେଖିବି ନାହିଁ, ଏ ଜାଗାକୁ କିଏ ମୋତେ ପଠେଇଛି? ପରମେଶ୍ୱର ପଠେଇଛି। ତ ପରମେଶ୍ୱର ଏ ଜାଗାରେ ଚର୍ଚ୍ଚ ସ୍ଥାପନ କରିବା ଦରକାର। ଚର୍ଚ୍ଚ ମାନେ ଏ ପରମେଶ୍ୱର ଚର୍ଚ୍ଚକୁ ବୃଦ୍ଧି କରିବା ଦରକାର। ଏକ ଭାବରେ ଦିନେ ଚର୍ଚ୍ଚରେ ଉପାସନା କଲା ସେ ମିଶନାରୀ କ'ଣ ପାଖେ ପ୍ରଚାର କଲେ, ଭାବିବ ନାହିଁ ବର୍ତ୍ତମାନ ଆମ ପାଖରେ ଚର୍ଚ୍ଚ ଘର ନାହିଁ, ଆମେ ଗୋଟେ କାଠର ଚର୍ଚ୍ଚ ଘର ତିଆରି କରିକି ଏ ପ୍ରକାର ଆମେ ଉପାସନା କରୁଅଛୁ। କିନ୍ତୁ କେତେ ବର୍ଷ ଏମିତି ପ୍ରଭୁତ୍ୱରେ ଆମେ ଉପାସନା କରିବା। ସେଥିପାଇଁ ଯେଉଁ ଜାଗା ସେମାନେ କିଣିଲେ ଅଳ୍ପ ଟଙ୍କା ଦେଇକି, ସେ ଜାଗାରେ ମଧ୍ୟ ସେ ଜାଗାକୁ ଯିବାଟା ମଧ୍ୟ ରାସ୍ତା ନଥିଲା। ସେଥିପାଇଁ ସେ ପାଷ୍ଟର କହିଲେ, ସେ ମିଶନାରୀ କହିଲେ କି ଚାଲ ଆମେ ନିଜେ ଖୁଟବା ରାସ୍ତା ତିଆରି କରିବା। ସେ ସମୟରେ ଭାଇ ଭଉଣୀ ସମସ୍ତେ ପ୍ରଭୁତ୍ୱରେ ଖୁଡ଼ି ଧରିଲେ, ଆଉ ମାନେ ଝୁଡ଼ି ଧରିଲେ, ଆଉ ଏ ପ୍ରକାର ଭାବରେ ସମସ୍ତ ଚର୍ଚ୍ଚର ଭାଇ ଭଉଣୀମାନେ ସକାଳୁ ସନ୍ଧ୍ୟା ପ୍ରଭୁତ୍ୱରେ କାମ କରିବାକୁ ଆରମ୍ଭ କଲେ, ରାସ୍ତା ବନେଇଲେ ଚର୍ଚ୍ଚକୁ ଯିବା ପାଇଁ। ତ ଦିନେ ନେଇକି ନ୍ୟୁଜ୍ ପେପରରେ ପ୍ରଭୁତ୍ୱରେ ସ୍ପ୍ରେଡ୍ ହେଲା, ନ୍ୟୁଜ୍ରେ ବାହାରିଲା କି ଅମକା ଗୋଟେ ଚର୍ଚ୍ଚ ଅଛି, ଆଉ ସେମାନେ ତାଙ୍କର ଚର୍ଚ୍ଚକୁ ଯିବା ପାଇଁ ରାସ୍ତା ନଥିଲା, କିନ୍ତୁ ସେମାନେ ନିଜେ ପରିଶ୍ରମ କରିକି ରାସ୍ତା ତିଆରି କରୁଛନ୍ତି। ତ ସେତେବେଳକୁ କ'ଣ ହେଲା ଜାଣିଛନ୍ତି? ସେଟା ବ୍ଲଗ୍ର ଭିଡ଼ିଓ ଜାଣିଲେ, ନ୍ୟୁଜ୍ ବାଲାମାନେ ଜାଣିଲେ, ସେ ଦେଶର ରାଷ୍ଟ୍ରପତି ସେଟାକୁ ଜାଣିଲେ। ତ ଯେତେବେଳେ ସେଟା ରାଷ୍ଟ୍ରପତି ଜାଣିଲେ, ସେ କେମିତିକିଆ ଚର୍ଚ୍ଚ, ସେଟା କେମିତିକିଆ ଭାଇ ଭଉଣୀ ସେମାନେ ଯାଇକି ଦେଖିବା କହିକି ଯାଇକି ଦେଖିଲେ, ସେ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ସେ ଜାଗାର ଭିଡ଼ିଓ ପ୍ରଭୁତ୍ୱରେ କହିଲେ, ଏଇଟା କାମ ତୁମେ କର, ସମ୍ପୂର୍ଣ୍ଣ ପଇସା ମୁଁ ତୁମମାନଙ୍କୁ ଦେବି, ଏ ରାସ୍ତାରେ ଯେତେ ପ୍ରଭୁତ୍ୱରେ ବିଲ୍ ହେବ ମୁଁ ସବୁ ପଇସା ଦେବି। ତ ରାଷ୍ଟ୍ରପତି ଯେତେବେଳେ ସେଟାକୁ ଦେଖିଲେ, ଶୁଣିଲେ, ରାଷ୍ଟ୍ରପତି ହୃଦୟ ନାଇଁକି ବଦଳିଗଲା ସେ ସମୟରେ। ତ ସେ ସମୟରେ ଏ ବାକ୍ୟ କ'ଣ କହିଲେ, ଭାଇମାନେ ଯଦି ବି ଆମ ପାଖରେ କିଛି ନାହିଁ, କିନ୍ତୁ ତୁମେ ଜାଣିଥାଅ ଏ ଆଫ୍ରିକା ଦେଶ ତୁମ ଦ୍ୱାରା କଣ୍ଟ୍ରୋଲ ହେବ। ତୁମେ ତୁମର ଚିନ୍ତାକୁ ବଦଳେଇ ଦିଅ। ଆଜିଠାରୁ ତୁମେ ପ୍ରଭୁତ୍ୱରେ କୁହ, ଆମ ଦ୍ୱାରା ରାଜାମାନେ ଉତ୍ପନ୍ନ ହେବେ, ଆମ ଦ୍ୱାରା ମିନିଷ୍ଟରମାନେ ପ୍ରଭୁତ୍ୱରେ ବାହାରିକି ଆସିବେ। ତ ସେ ସମୟରେ ଏ ଭାଇମାନେ କେମିତି କଥା ହେବାକୁ ଆରମ୍ଭ କଲେ ଜାଣିଛନ୍ତି? ନିଜର ସ୍ତ୍ରୀକୁ ଡାକୁଥିଲେ, କ'ଣ କହୁଥିଲେ? ଏ ମିନିଷ୍ଟରର ମା। ଏ ସ୍ୱାମୀକୁ ଡାକିବା ପାଇଁ ହେଲେ ତାର ସ୍ତ୍ରୀ କ'ଣ କହୁଥିଲେ? ଏ ମିନିଷ୍ଟରର ବାପା, ଆସ। ଏମାନେ ନେଇକି ଏମିତି କଥାବାର୍ତ୍ତା ହେବା କାରଣ ସେ ସମୟରେ ସତକୁ ସତ ଦିନେ ନାଇଁକି ଏମାନଙ୍କର ଚର୍ଚ୍ଚ ଘର ଗଭର୍ଣ୍ଣମେଣ୍ଟ ପ୍ରଭୁତ୍ୱରେ ଦେଲା, ରାସ୍ତା ଗଭର୍ଣ୍ଣମେଣ୍ଟ ପଇସା ଦେଲା, ପିଚୁ ପକେଇ ଦେଲା। ଏମିତି ହେଇକି ସେ ଚର୍ଚ୍ଚ ପ୍ରଭୁତ୍ୱରେ ବହୁତ ଶକ୍ତି ଭାବରେ ବଢ଼ିବାକୁ ଆରମ୍ଭ କଲା। ଏମିତି ହେଇକି ବର୍ତ୍ତମାନ ଯଦି ଆମେ ଆଫ୍ରିକା ଦେଶ ବିଷୟରେ ଚିନ୍ତା କରିବାକୁ ହେଲେ, ଆଫ୍ରିକାରେ ନେଇ ବହୁତ ଉନ୍ନତ ଧରଣର ସେବା କାର୍ଯ୍ୟ ହେଉଛି। ସତରେ ସେ ଜାଗାରେ ଆମର ଯେତେବେଳେ ୱାର୍ଲଡ କ୍ୟାମ୍ପ ହେଉଛି, ଆଫ୍ରିକାର ଯେଉଁ ରାଷ୍ଟ୍ରପତି ଅଛନ୍ତି, ସେ ପାଷ୍ଟରଙ୍କଠାରୁ
ଅନେକ ଥର ବାକ୍ୟ ଶୁଣିକି ସେ ମୁନି ବନେ ଗଲେ ସେ ପରିତ୍ରାଣ ପାଇছে ପରିତ୍ରାଣ ପାଇଲା ପରେ ଦିନେ ଆମର ଚର୍ଚ୍ଚକୁ ନେଇକି ସେ ଜାଗା ପ୍ରଭୁତ୍ୱରେ ଡୋନେଟ୍ କଲେ ରାଷ୍ଟ୍ରପତିଙ୍କର ଜାଗା ଯେଉଁଟା ଥିଲା ସେ ଜାଗା ପ୍ରଭୁତ୍ୱରେ ଦେଲେ ଏମିତି ହେଇକି ଆଫ୍ରିକାରେ ବର୍ତ୍ତମାନ ସେତିକି ଖାଲି ନାହିଁ ସବୁ ଜେଲ୍ ଗୁଡ଼ାକରେ ଥିଓଲୋଜି କଲେଜ ଅଛି ମାଇଣ୍ଡ ଏଜୁକେସନ୍ ଦିଆହେଉଛି ଆଉ ଅନେକ ଗୁଡ଼ିଏ କାର୍ଯ୍ୟ ପ୍ରଭୁତ୍ୱରେ ହେଉଛି ତ ସତରେ ଯେତେବେଳେ ଆମେ ଏ ପ୍ରକାର ବିଷୟ ଯେତେବେଳେ ସାକ୍ଷ୍ୟ ଶୁଣୁଛୁ ସେ ଜାଗାରେ ଆଶା ପ୍ରଭୁତ୍ୱରେ ଅଛି ଦିନେ ପରମେଶ୍ୱର ଅବ୍ରାହ୍ମକୁ ପ୍ରଭୁତ୍ୱରେ ଡାକିଲେ ଆଦି ପୁସ୍ତକ 12 ପର୍ବରେ ଅବ୍ରାହ୍ମ ତୋର ଦେଶ କୁଟୁମ୍ବ ବହୁତ ପରିତ୍ୟାଗ କରେ ମୁଁ ଯେଉଁ ଦେଶ ତୁମକୁ ଦେଖେଇବି ସେ ଦେଶକୁ ଯାଅ ଆଉ ସେ ଦେଶରେ ଯାଇକି ତୁମେ ପ୍ରଭୁତ୍ୱରେ ବାସ କର ତ ଅବ୍ରାହ୍ମ ପ୍ରଭୁତ୍ୱରେ ବାହାରିକି ଆସିଲେ ଅବ୍ରାହ୍ମ ମୋତେ ଜାଣିନାହାନ୍ତି ମୁଁ କୁଆଡ଼େ ଯିବି କେଉଁ ଜାଗାରେ ପ୍ରଭୁତ୍ୱରେ ରହିବି ପରମେଶ୍ୱର ମୋତେ କେଉଁ ପ୍ରକାର ଜାଗାକୁ ଦେବା ପାଇଁ ଚାହୁଁଛି ସତରେ ମୁଁ ଆଜି ବାହାରିକି ଯିବି ମୋର ଭବିଷ୍ୟତ ପ୍ରଭୁତ୍ୱରେ କ'ଣ ହେବ ଆଗକୁ ଅବ୍ରାହ୍ମ ନେଇକି କେବେ ଜାଣିନାହାନ୍ତି ବାଇବେଲରେ କିଏ ଶୁଅନ୍ତୁ ନାହିଁ ଟିକେ ଆଖି ଖୋଲା କର ଶୁଣିବା ପାଇଁ ଆସିନ ବାକ୍ୟ ଶୁଣିବା ପାଇଁ ଆସିଛ ଶୁଅ ନାହିଁ ବୁଝିପାରୁଛ କି ଯଦି ନିଦ ଆସୁଛି ପାଣି ପିଅନ୍ତୁ ଯଦି ସେତିକି କଣ୍ଟ୍ରୋଲ ହେଉନାହିଁ ଟିକେ ଛିଡ଼ା ହୁଅନ୍ତୁ ନିଦ ଛାଡ଼ିବ ବୁଝିପାରିଲେ ଶୁଇବେ ଗଲେ ପରେ କିଛି ନଥିବ ଏତେ ମୂଲ୍ୟବାନ ବାକ୍ୟ ମୁଁ ପ୍ରଚାର କରିବି ଆପଣ ଯଦି ଢୁଙ୍ଗୁର କଲେ ତାକୁ ଦେଖିକି ପ୍ରଚାର କରିବେ ମୋତେ ବି ଢୁଙ୍ଗୁରା ଆଇବ କି ଯଦି ମୁଁ ଢୁଙ୍ଗୁରେ ବୋଲେ ଆପଣ ଆରାମସେ ଶୁଇବେ ସେଥିପାଇଁ ଶୁଅନ୍ତୁନି ତ ଏମିତି କି ଅବ୍ରାହ୍ମ ଯେତେବେଳେ ଘର ପ୍ରଭୁତ୍ୱରେ ବାହାରିଲେ ଅବ୍ରାହ୍ମ ଜାଣିନାହାନ୍ତି କୁଆଡ଼େ ଯିବି କେମିତି କେଉଁ ଜାଗା ପରମେଶ୍ୱର ମୋତେ ଦେବେ ସେ ଜାଗା କେମିତିକିଆ ଜାଗା ଥିବ ପରମେଶ୍ୱର ମୋତେ ଆଜି ପ୍ରଭୁତ୍ୱରେ ବାହାରକୁ ଆସେ ବୋଲି ପ୍ରଭୁତ୍ୱରେ କହିଲେ ଅବ୍ରାହ୍ମ ନାଇଁକି ନ ଜାଣିକି ମୋତେ ବାହାରିଲେ ଲେଖାଯାଇଛି ଏବେ ପୁସ୍ତକ ବାକି ଟିକେ କାଢ଼ନ୍ତୁ ଏବେ ପୁସ୍ତକ 11 ପର୍ବ आठ पद देखते विश्वास द्वारा अब्राहम आह्वान प्राप्त हुए जो देश से अधिकार स्वरूप पाइबा जाऊे आज्ञापन हो बाहरी गले पुणी से क्यों जाऊँच न जानी सुधा बाहरी गले तो बर्तमान अब्राहम कड़े जाऊँ जानी नहीं अब्राहम जीवन में लाइफ कौन से जानी ना कि अब्राहम कौन कले विश्वास द्वारा आह्वान प्राप्त हुए अब्राहम क्योंटा जाऊँ न जाणी बाहरी गले बाइबल नहीं आमर भविष्य मुझे जानी ना मोर फ्यूचर कौन मुझे जानी नहीं मु गोटे वर्ष पर को जगह थी गोटे वर्ष पर मोर लाइफ कौन हो 5 वर्ष पर मुझे थी आम जान आज स्नेहा अच्छी जगह आशीष अच्छी जगह एमाने 5 वर्ष पर कौ प्रकार लाइफ थी जानी थी तुम 5 वर्ष पर ये थी ना 5 वर्ष पर आ गोटे जगह थी ना तुम कौन करूँ किसी जना आसे नहीं आम आम लाइफ को सतरे आम जानू ये अब्राहम जो प्रभुंर प्रतिज्ञा को पाइला से कड़े जाऊँ कौ देश प्रभुत्व परमेश्वर देवे से जानी ना अब्राहम को नहीं जानवा भी दरकार नहीं आमेन कि नहीं अब्राहम को जानवा दरकार कि नहीं अब्राहम को जानवा दरकार नहीं किंतु अब्राहम नहीं जो बाहर की जाऊँ परमेश्वर नहीं सहवर्ती से समय अब्राहम प्रभुत्व समृद्धिशाली हो परमेश्वर अब्राहम प्रभुत्व सब विषय प्रभुत्व वृद्धि कर यहाँ हूँ गोटे विषय को आम अब्राहम को बाहर विषय शुणुचु कितु जो नॉर्मल जो आमको जो कह भाई से जगह को जाओ आज ये जगह प्रोग्राम हम टे आस आम मंडली द्वारा अनेक समय प्रकार विषय शुणी था शुणुचु ना शुणु एवं देखो आमको गोटे गोटे समय अच्छी आमको चर्च प्रभुत्व कहूँ एथर तुम कांटाटा कर कांटाटा सरला आमर समर रिट्रीट हम समर रिट्रीट सरला एवं आमर कौन हम एवं कोरिया को किए किए जीव वर्ल्ड कैंप हम नले आमर बाइबल सेमिनार हम कि किड्स कैंप हम आम सदा बेले प्रकार विषय शुणुचु ना शुणु सतरे बेले बेले एतिक विषय शुणिले
ହୃଦୟରେ ଗ୍ରହଣ କରିବାର ହୃଦୟ ପ୍ରଭୃତିରେ ଆସିଛି କିନ୍ତୁ କାହିଁକି ଗ୍ରହଣ କରିବାର ହୃଦୟ ଆସୁନାହିଁ ଜାଣିଛନ୍ତି? ଆମେ ନିଜର ଚିନ୍ତାରୁ ବାହାରି, ଆମେ ଆମର ନିଜର ଦୁନିଆରୁ ବାହାରିବୁ। ସତରେ ମୁଁ ଯଦି ମୋର ଦୁନିଆରୁ ବାହାରିଛି, ମୋର ଚିନ୍ତାରୁ ଯଦି ବାହାରିଛି, ତ ମୁଁ ଅଛି କି? ମୁଁ ନାହିଁ। ତ ଅବ୍ରାହମ ନେଇକି ନିଜକୁ କାଢ଼ିଦେଲି। ସେ ଅବ୍ରାହମ ଫାଷ୍ଟ ନିଜକୁ ବାହାର କଲେ, ତାପରେ ନିଜର ଶରୀରକୁ ବାହାର। ସେଥିପାଇଁ ଅବ୍ରାହମ ଯେତେବେଳେ ବାହାରିଲେ ସେ ସମୟରେ ପରମେଶ୍ୱର ତାଙ୍କ ଲାଇଫରେ କାମ କରୁଅଛି। ସତରେ ଆମ ଲାଇଫରେ ମଧ୍ୟ ଯେତେବେଳେ ଆମେ ନିଜେ ବାହାରି ପଡ଼ୁଛୁ, ପରମେଶ୍ୱର ଆମ ଲାଇଫରେ କାମ କରିବା ପାଇଁ ଜଗିଛି। ସତରେ ଅବ୍ରାହମ ସହିତ କିଏ ମିଶିକି ଗଲା ଜାଣିଛନ୍ତି? ଲଟ। ଅବ୍ରାହମ ସହିତ ଲଟ ମିଶିକି ଗଲା, କିନ୍ତୁ ଲଟ କ'ଣ ଅବ୍ରାହମ ସହିତ ମିଶିକି ରହିପାରିଲା କି? ନାଇଁ, ଅବ୍ରାହମ ସହିତ ମିଶିକି ରହିପାରିଲା ନାହିଁ। କାହିଁକି ମିଶିକି ରହିପାରିଲା ନାହିଁ? ଯେହେତୁ ଅବ୍ରାହମର ଚିନ୍ତା, ଅବ୍ରାହମର ଦୁନିଆ ଅଲଗା, ଲଟର ଦୁନିଆ, ଲଟର ଚିନ୍ତା ଅଲଗା। ଲଟ ଯାହା ଦେଖୁଛି, ଅବ୍ରାହମ ଯାହା ଦେଖୁଛନ୍ତି ଭିନ୍ନ ସେ। ସେଥିପାଇଁ ବେଳେବେଳେ ଚୋର ଯାହା ଦେଖୁଛି, ଚୋର ଯାହାକୁ ଭିତରେ ନିର୍ଦ୍ଦେଶ ଦେଉଛି, ଆମର ଚକ୍ଷୁ ସେଟା ଦେଖିପାରୁ, ଆମେ ସେତିକି ପହଞ୍ଚି ପାରୁନୁ। ସେଥିପାଇଁ ଆମର ମଧ୍ୟରେ ବେଳେବେଳେ ନାଇଁ କ୍ୱେଶ୍ଚିନ୍ ମାର୍କ ତିଆରି ହେଉଛି, ମୋର ଲାଇଫ୍ କ'ଣ? ମୁଁ ଏ ପ୍ରକାର ଲାଇଫ୍ ଭିତରେ ବଞ୍ଚିଲେ ସତରେ ମୋର ଜୀବନ ଭିତରେ ଉନ୍ନତି ହେବ କି ଶେଷରେ? ଭାଇ ଭଉଣୀ, ପ୍ରଭୁ ଯଦି ଆମକୁ ବାହାର କରିକି ଆଣିଛି, ତ ପରମେଶ୍ୱର ଆମକୁ କ'ଣ ଭୁକରେ ମାର ବୋଲି ଭିତରେ ଆଣିଛନ୍ତି? ଠିକ୍ ଅଛି, ତୁମେ ଭୁକରେ ମରିଯାଅ, ଏ ପ୍ରକାର ଭାବରେ ପରମେଶ୍ୱର ଆମକୁ ବାହାର କରିକି ଆଣି ଆସନ୍ତି ନାଇଁ। 2013 ମସିହାରେ ଯେତେବେଳେ ମୁଁ ସିକ୍ତିଗୁଡ଼ା ଚର୍ଚ୍ଚକୁ ଭିତରେ ଯାଉଥିଲି, ପରିଚାଳନା ମୁଁ ଡିସେମ୍ବର 18 ତାରିଖ 2012 ମସିହାରେ ପରିଚାଳନା ପାଇଲି। ଏଇଟା ହେଉଛି ମୋର ଫାର୍ଷ୍ଟ ଟାଇମ୍ ମୁଁ ଚର୍ଚ୍ଚକୁ ଯିବାଟା, ବାକ୍ୟ ଶୁଣିବାଟା। ମୁଁ ଯେତେବେଳେ ପରିଚାଳନା ପାଇଲି, ମୁଁ ଧୀରେ ଧୀରେ ଚର୍ଚ୍ଚକୁ ଯିବାଟା ଆରମ୍ଭ କଲି, ବାକ୍ୟ ଶୁଣିବାଟା ଆରମ୍ଭ କଲି, ଚର୍ଚ୍ଚର ଜୀବନ ଶିଖିବାଟା ଆରମ୍ଭ କଲି। 2013 ଜାନୁଆରୀ ମାସ ଶେଷ ହେଲା ପରେ କ'ଣ ହେଲା ଜାଣିଛନ୍ତି? ଫାଷ୍ଟ ଦିନେ କ'ଣ କହିଲେ ଜାଣିଛନ୍ତି? ଏବେ ଆମମାନଙ୍କର 9 ମନି ଇଣ୍ଟରନ୍ୟାସନାଲ ଟ୍ରିପ୍ ଭିତରେ ଚାଲିବ। ତ ମୋତେ ଜଣା ନାହିଁ ସେଟା ଏଇଟା କ'ଣ ହବ। ସେଟା ହେଉଛି କ'ଣ ଜାଣିଛନ୍ତି? ବିନା ପଇସାରେ ପ୍ରଚାର ଯାତ୍ରା। କୋଉଠି ଭାଇ ଟିକେ ସେ ବିନା ତ ପାଷ୍ଟ ଏ ପ୍ରକାର ଭାବରେ ଘୋଷଣା କଲେ। ହେଲେ ପାଷ୍ଟ କହିଲେ ବର୍ତ୍ତମାନ ଆମେ ଏ ୱିକ୍ରୁ ଆମେ ପ୍ରଭୁତିରେ ଆରମ୍ଭ କରିବୁ, ଆଉ କିଏ ଯିବ ହାତ ଉଠାଅ କହିଲେ। ତ ମୋତେ ଜଣା ନାହିଁ ଟ୍ରିପ୍ କ'ଣ। ସେ ସମୟରେ ମୁଁ ପ୍ରଭୁତିରେ ହାତ ଉଠେଇଲି, ଆଉ ମୁଁ ଯିବି କହିକି ପ୍ରଭୁତିରେ ନିଷ୍ପତ୍ତି ନେଲି। ହେଲେ ଜଣେ ଭାଇ ମୋତେ ପ୍ରଭୁତିରେ କହିଲେ, ଆମେ 2 ଜଣ ଯିବା, ଆଉ ତୁମେ ତ ନୂଆରେ ଆସିଛ, ଆଉ ତୁମେ ପ୍ରଚାର କରି ଜାଣିବ ନାହିଁ, 2 ଜଣ ଯିବା, ଆଉ ମିଶିକି ମୁଁ ପ୍ରଚାର କରିବି, ତୁମେ ଶୁଣିବ। ମୁଁ ନାହିଁକି ବହୁତ ଖୁସିରେ ହଁ ବୋଲି। ତ ମୁଁ କ'ଣ ନିଷ୍ପତ୍ତି ନେଲି? ମୋତେ ତ ଜଣା ନାହିଁ, ସେ ଭାଇ ଅଧିକ ଦିନ ଚର୍ଚ୍ଚରେ ଅଛନ୍ତି, ସେ ପ୍ରଚାର କରିବେ, ଆଉ ମୁଁ ତାଙ୍କ ପଛରେ ଯିବି। କିନ୍ତୁ ଯେତେବେଳେ ଯେଉଁ ଦିନ ଆମକୁ ପାଷ୍ଟ ପଠେଇଲି, ଆମର ଗୋଠକୁ ଚେଞ୍ଜ କଲେ। ଆମେ ଯେଉଁ ଭାଇ ସହିତ ବାହାରିଥିଲୁ, ପାଷ୍ଟ କହିଲେ ନାଇଁ, ତୁମେ ତା ସହିତ ଯିବ ନାହିଁ, ତୁମେ ଏ ଭାଇଙ୍କ ସହିତ ଯାଅ। ମୋତେ ନାଇଁକି ଇଚ୍ଛା ଲାଗିଲା ନାହିଁ। ସେ ଯାହାର ହୃଦୟ ମିଶୁଛି ତା ସହିତ ଯିବାକୁ ଇଚ୍ଛା ଲାଗିବ ନା? ଯାହା ସହିତ ହୃଦୟ ମିଶୁ ନାହିଁ, ତୁମେ ଯାହାକୁ କେବେ ଜାଣିନ, ତାଙ୍କ ସହିତ ଯିବାକୁ ଇଚ୍ଛା ଲାଗିବ। କାହା ସହିତ ଯିବାକୁ ଇଚ୍ଛା ଲାଗିବ? ଯିଏ ଯାହା ସହିତ ତୁମେ ଅଧିକ କନେକ୍ଟେଡ୍ ଅଛ କି ନାହିଁ, ଯିଏ ତୁମ ବିଷୟରେ ଟିକେ ବୁଝୁଥିବ, ଜାଣୁଥିବ, ସେତିକା ଲୋକ ସହିତ ଆମେ ଯିବାକୁ ପସନ୍ଦ କରିବୁ ନା? ମୋ ବିଷୟରେ କିଛି ବି ଜାଣିନାହିଁ, ମୋ ବିଷୟରେ ଜଣା ବି ତାକୁ ନାହିଁ, ମୋ ବିଷୟରେ ବୁଝୁ ବି ନାହିଁ ସେ, ତ ସେମିତିକା ଲୋକ ସହିତ ଗଲେ ଭଲ ଲାଗିବ ନାହିଁ? ଏତେବେଳେ ଆମର ପାଷ୍ଟ ନାହିଁ କି ଆମର ଟିମ୍କୁ ଚେଞ୍ଜ କରିଦେଲେ। ନାଇଁ ତୁମେ ସେ ଭାଇ ନାହିଁ କି ମୋ ପାଖରେ ଆଇଲା, କାନରେ କହିଲେ କ'ଣ କରିବା, ଯିବା ନା ଘରକୁ ଫେରବା? ମୁଁ ନାଇଁ କିଛି ନିଷ୍ପତ୍ତି ନେଇପାରିଲି ନାହିଁ। ମୁଁ କହିଲି ନାଇଁ, ପାଷ୍ଟ ଯାହା କହିଲେ ସେଟା କରିବା, ଆଉ ଯିବା ପାଇଁ। ଏମିତି ହେଇକି ଯେଉଁ ଭାଇଙ୍କ ସହିତ ମୋତେ ପଠେଇଲି, ସେ ଭାଇ ମଧ୍ୟ ଏତେ ଓଡ଼ିଆ ଭଲସେ କହିପାରନ୍ତି ନାହିଁ। ଅଳ କୁହନ୍ତି, ତକୁ ଥା କୁହନ୍ତି। ଏମିତି ହେଇକି ସେ ଭାଇ ସହିତ ଆମେ ଗଲୁ। ହେଲେ ତାକୁ ଗୋଟେ ଜାଗା ଫାଷ୍ଟ ପ୍ରଚାର ପରେ କହିଲେ, ହେଲେ ସେ ଯେତେବେଳେ ପ୍ରଚାର କଲେ, ତାର ଓଡ଼ିଆ ଶୁଣିକି ତ ମୋତେ ବହୁତ
ଇନସଲ୍ଟ ଲାଗିଲା ଭଳିଆ ଲାଗିଲା। ଯେଉଁମାନେ ପ୍ରଚାର ଶୁଣିଲେ ସେମାନେ ଟିକେ ହସିଲେ, ବହୁତ କ୍ୱେଶ୍ଚିନ୍ କଲେ, ଯେହେତୁ ତାଙ୍କର ସେ ପ୍ରକାର ବିଷୟ ଦୁର୍ବଳତାକୁ ଦେଖି। ହେଲେ ମୁଁ ନୂଆରେ ଚର୍ଚ୍ଚକୁ ଯାଉଛି, ଗସ୍ପେଲ କିଛି ଜଣା ନାହିଁ, କ'ଣ ରେଫରେନ୍ସ କ'ଣ କିଛି ଜଣା ନାହିଁ, କେମିତି ପ୍ରଚାର କରିବି? ମୋତେ ନାଇଁକି ତାଙ୍କୁ ଗୋଟେ ଜାଗାରେ ପ୍ରଚାର କରିବା ପାଇଁ ଗୋଟେ ଚର୍ଚ୍ଚରେ ଆମକୁ ସୁଯୋଗ ଦେଲେ, ଗାଁ ମଝିରେ ବସେଇଲେ, ଚର୍ଚ୍ଚକୁ ନେଲେ ନାହିଁ, ପୁରା ଗାଁ ମଝିରେ ପାଖାପାଖି 30-40 ଜଣ ଖଣ୍ଡେ ଜମା ହେଲେ, ଆଉ ପ୍ରଚାର କରିବା ବି ଆମକୁ କହିଲେ। ବାଇବଲ ସେମାନେ ବାକ୍ୟ ଭଲସେ ଶୁଣୁଥିଲେ, କିନ୍ତୁ 2-3 ଜଣ ଗୋଟେ ଜ୍ଞାନୀ ଦେଖେଇ ହେଉଥିଲେ। ସେମାନେ ଲାଗୁଛି ସେମାନେ ଚର୍ଚ୍ଚର ଲେମେନ୍ ଡିକନ୍ କି କ'ଣ, ନହେଲେ ଚର୍ଚ୍ଚର ପାଷ୍ଟର ଥିବେ କି କ'ଣ, ଏମିତିକି ସେମାନେ ବହୁତ କ୍ୱେଶ୍ଚିନ୍ କଲେ। ଦେଖିଲି ରେଫରେନ୍ସ ବି ଦେଇପାରୁନାହାନ୍ତି, ଉତ୍ତର ଦେଇପାରୁନାହାନ୍ତି, ତ ବ୍ୟବସାୟ ସ୍ତ୍ରୀ ବିଷୟରେ ବାକ୍ୟ ପ୍ରଚାର କରୁଛନ୍ତି। ମୋତେ ନାଇଁକି ବହୁତ ରାଗ ଲାଗିଲା। ମୁଁ ଉଠିଲେ, ଭାଇ ତମେ ଟିକେ ସାଇଡ୍ ହୁଅ, ମୁଁ ପ୍ରଚାର କରୁନି ଭାଇ। ମୁଁ ଯେତେବେଳେ ପ୍ରଚାର କଲି, ମୁଁ ନାଇଁକି ବ୍ୟବସାୟ ସ୍ତ୍ରୀ ବିଷୟରେ ପ୍ରଚାର କଲି, ପୁରା ମୁଁ ଜାଣି ନାହିଁ କେମିତି ପାୱାର ଆସିଲା। ମୁଁ କେବେ ପ୍ରଚାର କରିନି, ଫାର୍ଷ୍ଟ ଟାଇମ୍ ପାଇଁ ସେତେବେଳେ ପ୍ରଚାର କଲି, ସମସ୍ତଙ୍କ ନାଇଁକି ପାଟି ବନ୍ଦ ହେଇଗଲା। ଏ ପ୍ରକାର ଭାବରେ 9 ମଣି ଯେତେବେଳେ ଗଲୁ, ତ ପାଷ୍ଟରଙ୍କୁ କହିଲେ ତମ ପକେଟରେ ଯେତିକି ପଇସା ଅଛି ବାହାର କର, ଆଉ ATM ଦିଅ, ବ୍ୟାଙ୍କ ଖାତା ଯଦି ଧରିଛ ହେଲେ ଦିଅ, କିଛି କ୍ୟାସ୍ ନେବ ନାହିଁ। ଏ ଚର୍ଚ୍ଚରୁ ପ୍ରେୟାର ହେବ, ଆଉ ଚର୍ଚ୍ଚରୁ ଚାଲି ଚାଲି ଯିବ। ମୁଁ କୁଆଡ଼େ ଆଇଲି, କେଉଁ ପ୍ରକାର 9 ମଣି ଏଇଟା? କୋଉଠି ଖାଇବୁ, କୋଉଠି ହଇରାଣ ହବୁ, ଅନ୍ତତଃ ଗୋଟେ ବାଇକ୍ କ'ଣ ଖାଇବାକୁ ସିନା କିଣିକି ଖାଇବୁ ନାହିଁ, ଟିକେ ଅନ୍ତତଃ ଗାଡ଼ିରେ ହେଲେ ଟିକେ ଯାତ୍ରା କରିବୁ, ଅଟୋରେ ଯିବୁ କି କେମିତି ହେଲେ ଟିକେ ଯିବୁ, ହାଲିଆ ଲାଗିଲେ ସେତିକି ପଇସା ଧରିବୁ ନାହିଁ କି? ମୁଁ ନାଇଁକି ବୁଝିପାରିଲି ନାହିଁ। କିନ୍ତୁ ଏ ପ୍ରକାର ଭାବରେ ଆମେ ଗଲୁ। ଆମେ ଯିବା ଦିନ ରାତିରେ ଗୋଟେ ଜାଗାରେ ପ୍ରଚାର କଲୁ, ଠିକ୍ ଅଛି ଯାଉଛୁ ନମସ୍କାର କରିକି ବାହାରିଲୁ। ଆମେ ତ ନିଜେ କେବେ କହିପାରୁନା ତମ ଘରେ ଆମେ ରହିବୁ ଆଜି ବି। ତ ଆମେ ଯେତେବେଳେ ବାହାରିଲୁ ସେତେବେଳେ ନାଇଁକି 9ଟା 9:30 ହେଇଥିଲା। ସେମାନେ ପଚାରିଲେ, ଆଜ୍ଞା ଏବେ କୁଆଡ଼େ ଯିବେ? ଆମେ କହିଲୁ ଆମେ ଜାଣିନୁ। କ'ଣ ଖାଇବୁ ସେଟା ବି ଜଣାନି। ଆଜ୍ଞା ଏତେ ମୂଲ୍ୟବାନ ବାକ୍ୟ ଆପଣ ଆମମାନଙ୍କୁ ଦେଲେ, ଆଉ କେମିତି ଆମେ ରାତିରେ ଆପଣଙ୍କୁ ଛାଡ଼ୁ? ଆପଣ କୁଆଡ଼େ ଯିବେ ଯଦି ଜାଣିନାହାନ୍ତି, ଆଜି ଆପଣ ଆମ ଘରେ ରୁହନ୍ତୁ। ଏମିତି ହେଇକି ଆମେ ତାଙ୍କ ଘରେ ରହିଲୁ। ରାତି 9ଟାରେ ସେମାନେ ବି ରୋଷେଇ କରିନଥିଲେ। ବାକ୍ୟ ସେମାନେ 7ଟାରୁ ଶୁଣିଲେ ଯେ 9ଟା ଅଧେ ଯାଇ ବାକ୍ୟ ଶୁଣିଲେ। ଏତେ ଘଣ୍ଟା ବହୁତ ଆମେ ପ୍ରଚାର କଲୁ, ସେମାନେ ବାକ୍ୟ ଶୁଣିଲା ପରେ ବହୁତ ଖୁସି ହେଲେ। ରାତି 9ଟା ଅଧେରେ ନାଇଁକି ଦେଶୀ କୁକୁଡ଼ା ମାରିଲେ। ରାତି 9ଟା ଅଧେରେ ଦେଶୀ କୁକୁଡ଼ା ମାରିଲେ, ଭାତ ରୋଷେଇ କଲେ। ସେଦିନ ନାଇଁକି ତାଙ୍କ ଘରେ ଗୋଟେ ଭୋଜି ହେଲା ପଡ଼ିଗଲା। ଯେହେତୁ ଅନ୍ୟ ଯେଉଁମାନେ ଯେତେ ସବୁ ଆସିଥିଲେ, ସେମାନେ ମଧ୍ୟ ତାଙ୍କ ଘରେ କିଛି ରୋଷେଇ କରିନଥିଲେ। ଏତେ କ'ଣ କର, ଚାଲ ସମସ୍ତେ ତ ଇଆଡ଼େ ବାକ୍ୟ ଶୁଣିଲୁ, ପ୍ରଭୁଙ୍କର ବାକ୍ୟ ବେଶୀ ମୂଲ୍ୟବାନ, ଚାଲ ଟିକେ ଚାଉଳ ଜମା କର, କୁକୁଡ଼ା ଯାକ ଆଣ ବୋଲି ନିଜେ ଜମା କଲେ। ଦେଶୀ କୁକୁଡ଼ା ମାରିଲେ। ରାତିରେ ଆମେ ମାଂସ ଖାଇଲୁ 11ଟା 12ଟା, ଆଉ ରାତିରେ ଶୋଇଲୁ, ସକାଳେ ବାହାରିକି ଆସିଲୁ। ସେଟା ହେଉଛି ଫାର୍ଷ୍ଟ ଦିନ ଆମେ ଖାଇବାକୁ ପାଇଲୁ। 4 ଦିନର ପ୍ରଚାର ଯାତ୍ରା ଥିଲା। 4 ଦିନରେ ଯିବା ଦିନ ଗୋଟେ ଦିନ ପାଇଲୁ, ଆଇବା ଫେରିବୁ, ତା ବାସି ଦିନ 3 ଦିନ ବିତିଗଲା ପରେ 3 ଦିନ ବିତିଗଲା, ତାପରେ 4 ଦିନ ବେଳକୁ ଗୋଟେ ଜାଗାରେ ଖାଇବାକୁ ପାଇଲୁ। ହେଲେ 2 ଦିନ ଯାକ ଖାଇନୁ, 3 ଦିନ ଯାକ ଖାଇବାର ନାହିଁ, ସକାଳେ ନାହିଁ, ସନ୍ଧ୍ୟାରେ ନାହିଁ, ଦିନ ବେଳେ ନାହିଁ। ହେଲେ ପ୍ରଚାର କଲେ ବିଶ୍ରାମ ମିଳୁଛି, ପ୍ରଚାର କଲେ ଶାନ୍ତି ଲାଗୁଛି, ପ୍ରଚାର କଲେ ହାଲିଆ ଜଣା ପଡ଼ୁନାହିଁ, ପ୍ରଚାର କଲେ ଭୋକ ଜଣା ପଡ଼ୁନାହିଁ, ଆଉ ଚାଲିଲା ବେଳକୁ ଏତେ ହାଲିଆ ଲାଗୁଛି। ତ ବିଭିନ୍ନ ଗଛକୁ ଦେଖୁଛୁ, ଟିକେ ଫଳିଥିଲେ ହେଲେ ଖାଇବୁ, ହେଲେ ନହେଲେ ଯାହା ଘରେ ପ୍ରଚାର କରୁଛନ୍ତି ଖାଇଛ କି ନାହିଁ, ହେଲେ ଏତିକି ହେଲେ ପଚାରନ୍ତୁ କହିକି ଭାବୁଛୁ। କିଏ ବି ପଚାରୁନାହାନ୍ତି। ଚା ଟିକେ ଦେଉଛନ୍ତି, ନହେଲେ ପାଣି ଦେଉଛନ୍ତି, ନହେଲେ ଥଣ୍ଡା ଟିକେ ଆଣି ଦେଉଛନ୍ତି, ସ୍ପ୍ରାଇଟ୍ ଟିକେ ଥମ୍ସଅପ୍ ଆଉ ପିଉଛନ୍ତି। ତାପରେ ପ୍ରଚାର ସରିଲା ପରେ, ଆଜ୍ଞା ନମସ୍କାର, ଆମେ ବି କାମକୁ ଯିବୁ, ଆଜ୍ଞା ଯାଅ। ଆମେ ବହୁତ ହାଲିଆ ହେଇକି କେତେ ଦିନ ଭୋକ ସମ୍ଭାଳିଲା। ଫାର୍ଷ୍ଟ ଟାଇମ୍ ମୁଁ ସେମିତି ହେଇଛି। ଏମିତି ହେଇକି ଆମେ 3 ଦିନ ବିତି ଯାଇଥିଲା, କିଛି ଖାଇନୁ ଆଜ୍ଞା। ରାତିରେ ନାହିଁ, ପୁରା ଶୁଖିଗଲୁ। ମୋତେ ନାଇଁକି ବଳ ବି କହୁଥିଲେ ନାହିଁ। ଚାଲି ଜଙ୍ଗଲରେ ଯାଉଛୁ, ଗାଁ ପହଞ୍ଚିଲେ ଘରେ ଯାଇକି ପଚାରୁଛୁ, ବାକ୍ୟ ଶୁଣୁ କି ଆମେ ବାକ୍ୟ ପ୍ରଚାର ପାଇଁ ଆସିଛୁ। ତ ଲୋକ ବାକ୍ୟ ଶୁଣୁଛନ୍ତି, ପାଣି ଟିକେ ଦେଉଛନ୍ତି, ବାକ୍ୟ ଘଣ୍ଟାଟେ ଶୁଣୁଛନ୍ତି, ତାପରେ ନମସ୍କାର କରିକି ସେମାନେ ତାଙ୍କ ଆଡ଼େ ଯାଉଛନ୍ତି, ଆମେ ଆମ ଆଡ଼େ ଯାଉଛୁ। ଏମିତି ହେଇକି ନାଇଁକି 3 ଦିନ ବେଳକୁ
ମୋତେ ମୁଁ ଭୋକ ସମ୍ଭାଳି ପାରିଲି ମୁଁ ଆମକୁ ବହୁତ ଦୂରକୁ ଚାଲିକି ଯିବାକୁ ପଡ଼ିଲା 12 କିଲୋମିଟର କି 13 କିଲୋମିଟର ଗାଁ ମିଳିଲା ନାହିଁ ଜଙ୍ଗଲ ରାସ୍ତା ପାହାଡ଼ ରାସ୍ତା ଯିବାକୁ ପଡ଼ିଲା ବେଶୀ ହାଲିଆ ଲାଗିଲା ପାଣି ବୋତଲଟେ ଲେଖା ଧରିଥିଲି 2 ବୋତଲ ପାଣି ସରିଗଲା ପାଣି ଆଉ ରାସ୍ତାରେ କେଉଁଠି ମିଳୁନାହିଁ ତା ପୂର୍ବ ଦିନ ବର୍ଷା ହେଇଛି ପାଗ ଟିକେ ପ୍ରକୃତିରେ ଉଦାଳିଆ ଅଛି ଥଣ୍ଡା 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 ଲାଗୁଛି ଚାଲିବାକୁ ଆକ୍ଚୁଆଲି ଭଲ ଲାଗୁଛି ହେଲେ କେତେ ଚାଲିବ ହାଲିଆ ଲାଗିଲା ଗୋଟେ ପାହାଡ଼ରେ ଯାଇକି ବସିଲୁ ମୁଁ କହିଲି ଆଉ ଚାଲିପାରିବି ନାହିଁ ଟିକେ ବସିବା ରେଷ୍ଟ କର ତେ ଆଖି ବନ୍ଦ କରୁଛି ନିଦ ହେଉନାହିଁ ଶୋଇବି କହିଲେ ନିଦ ପ୍ରକୃତିରେ ଆସୁନାହିଁ କ'ଣ କରିବି ତ ସେତେବେଳେ ମୁଁ ଦେଖିଲି ସେ ଭାଇ ମୋ ସହିତ ଆସିଛନ୍ତି ସେ ଘୁଙ୍ଗୁଡ଼ି ମାରିଲେ ସାଉଣ୍ଡ ଆଇଲା ବାପରେ ଏ ଭାଇ କେତେ ଆରାମସେ ଶୁଣୁଛି ଦେଖିଲା ବେଳକୁ ପେଟ ମୋର ଏମିତି ଛାଟି ଉଠେଇକି ଦେଖୁଛି ମୋ ପେଟ ଭିତରକୁ ଯାଇଛି ପାଣି ଖୋଜୁଛି ପାଣି ନାହିଁ ତ ତା ପୂର୍ବ ଦିନ ବର୍ଷା ହେଇଛି ଅନ୍ତତଃ ନାଳ ଗୁଡ଼ାକରେ ପାଣି ଜମିଥିବ ଗୁଳିଆଟା ହେଲେ ବି ପିଇବି କହିକି ମୁଁ ନାଇଁକି ଏମିତି ଗୋଟେ ଡ୍ରେନ୍ ଭଳିଆ ଗୋଟେ ପାହାଡ଼ରେ ଗୋଟେ ଖାଲ ହେଇକି ଯାଇଥାଏ କି ନା ସେମିତି ପ୍ରକୃତିରେ ଖୋଜି 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 ଗଲି ବିଲ ଯାକ ଦେଖାଗଲା ବିଲ ମଝିରେ ବିଲ ହିଡ଼ାରେ ପ୍ରକୃତିରେ ଡିମ୍ବରି ଗଛ ଦେଖାଗଲା 2-3ଟା ଡିମ୍ବରି ଗଛ ଯାକ ଦେଖାଗଲା ମୁଁ ଭାବିଲି ଏଠି ଡିମ୍ବରି ଫଳ ଥିବ ଅନ୍ତତଃ ଟିକେ ଖାଇବି ଆଉ ଟିକେ ବଳ ଆଇବ କହିକି ଡିମ୍ବରି ଗଛ ଖୋଜିଗଲା ବେଳେ ଡିମ୍ବରି ଗଛ ନାହିଁ ଡିମ୍ବରି ଗଛ କିଛି ଫଳ ପ୍ରକୃତିରେ ନାହିଁ ମୋତେ ଏମିତି ରାଗ ଲାଗିଲା କାହିଁକି ଗଛ ତୁ ଅଛୁ ବୋଲି ଏମିତି ହେଇକି ଆସିଲି ଗୋଟେ ଏମିତି ଗୋଟେ ଖାଲ ଗୋଟେ ଅଛି ପାଣି ଅଛି ସେଠି ପୁଡ଼ ଯାକ ମଇଁଷି ଯାକ ବଳଦ ଯାକ ଯାଇକି ପିଉଛନ୍ତି ସେଟା ଯାଇକି ଦେଖିଲି ଯେତିଟା ପିଇବି ଆକା ଯାଇକି ଦେଖିଲା ବେଳକୁ ପୁଡ଼ ପ୍ରକୃତିରେ ଶୋଇଛି ସେଠି କେମିତି ପିଇବି ସେଟା ପୁରା ହେଲେ ବି ପିଇବି କହିକି କାଢ଼ିଲି ମୁଁ ସେମିତି ପାଣି ଏମିତି ଶାଳ ପତ୍ର ଏମିତି କାଢ଼ିଲି ଆଉ କାଢ଼ିଲି ଏବେ ଏମିତି ପକେଇକି ଦେଖିଲି କାଦ ପ୍ରକୃତିରେ କେମିତି ପିଇବି ସେଟା ନାଇଁ ପିଇବି ନାହିଁ ଆଉ ଥରେ ଆସିଲି ଆଇଲା ବେଳକୁ ତ ଗୋଟେ ଗଛ ନାଇକି ମୁଁ ଦେଖିଲି ସେଟା ଗୋଟେ ମାଳ ହେଇକି ଯାଏ ଆଉ ତା ଭିତରେ ଗୋଟେ କନ୍ଦା ଟାଇପ୍ ଗୋଟେ ମାନେ କନ୍ଦମୂଳ ଟାଇପ୍ ଭିତରେ କନ୍ଦା ଗୋଟେ ଅଛି ତ ସେଇଟା ପେଟ ବଥା ହେଲେ ସେଟା ମେଡ଼ିସିନ ହିସାବରେ ଖାଆନ୍ତି ସେଟା ଖାଇଲେ ପେଟକୁ ଥଣ୍ଡା ଦେବ ଆଉ ପେଟ ବଥା ହେଉଥିଲେ ନାଇଁକି ସେଟା କମେଇ ଦେବ ତ ମୁଁ ସେଟା ନାଇଁକି ଜାଣିଛେ ଏଇଟା ପେଟ ବଥା ହେଲେ ଲୋକ ଖାଆନ୍ତି କ'ଣ କରିବି ସେଟା ଖୋଳିଲି କିନ୍ତୁ କନ୍ଦା ଏଡ଼ିକି ଏଡ଼େ ବଡ଼ ଏ ବୁଢ଼ା ଉଠି ସେଡ଼ିକି ବଡ଼ ପ୍ରକୃତିରେ କନ୍ଦା ହେଇକି ଗୋଟେ ଏତିକି 3 ଇଞ୍ଚ କି 4 ଇଞ୍ଚ ଲମ୍ବାର ପ୍ରକୃତିରେ ବାହାରିଲା ସେଟା ଚୋପା ଛଡ଼େଇକି ଆଉ ଖାଇଲା ଏଡ଼େ ବଡ଼ କନ୍ଦା ସେଟା ନାଇଁକି ଏତିକି ଟିକେ ଖାଆନ୍ତି 1 ଇଞ୍ଚ କି କ'ଣ ସେଟା କାଟିକି ବାଟିକି ପାଣି ଗୋଟେ ଗ୍ଲାସ୍ କରିକି ସେମାନେ ପିଅନ୍ତି ତ ସେଟାକୁ ମୁଁ 3 ଇଞ୍ଚ 4 ଇଞ୍ଚରେ ମୁଁ ପୁରା ଖାଇଛି ଛୁଡ଼େଇଛି ଆଇଲି ସେ ଜାଗାକୁ ବହୁତ କଷ୍ଟରେ ପହଞ୍ଚିଲି ଯେଉଁ ଜାଗାରେ ସେ ଭାଇ ଥିଲେ ହାତ ଝୁଲେଇ ବେଳେ ମାନେ ଗଳା ବନ୍ଦ ହେଲା ପରି ହେଉଛି ଝାଳ ବାହାରୁଛି ଗଳା ପ୍ରକୃତିରେ ଶୁଖି ଯାଉଛି ଧୀରେ 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 ଟାଇଟ୍ ହେଉଛି ମାଇଲା ସେ ଭାଇ ପ୍ରକୃତିରେ ହଲେଇଲେ ଉଠେଇଲି ଭାଇ ଉଠ କ'ଣ ହେଲା ମୁଁ ମରିଯିବି ଭୋକ ବେଶୀ ହେଉଛି କି କ'ଣ ଭୋକ ତ ହେଉଛି ତମେ ଶୋଇଲ ଘୁଙ୍ଗୁଡ଼ି ମାରିଲ ମୁଁ ଭୋକ ଶୋଇପାରୁନାହିଁ ସେଥିପାଇଁ ସେ ଡିମ୍ବରି ଗଛ ଯାକ ଦେଖିଲି ଟିକେ ସେ ବିଲମାଳକୁ ଯାଇକି ଡିମ୍ବରି ଖୋଜିଲି ପାଇଲି ନାହିଁ ପାଣି ଦେଖିଲି ବହୁତ ଗୁଳିଆ ହେଇଥିଲା ମଇଁଷି ଯାକ ସେଠି ଶୋଇଥିଲା ତ ପାଣି ପିଇ ପାରିଲିନି ଆସିଲା ଗୋଟେ ମାଳ ପେଟ ବଥା ହେଲେ ସେ ମେଡ଼ିସିନ ଭାବରେ ଖାଆନ୍ତି ସେ କନ୍ଦା ପ୍ରକୃତିରେ ମୁଁ ଖାଇଛି ସେ ନାଇଁ ବହୁତ ବ୍ୟସ୍ତ ତୋତେ କୁଆଡ଼େ ନେବି ଏଡ଼େ ବଡ଼ ଲୋକ ତୁ ମରି ଯଦି ଯିବୁ କହିଲେ ମତେ ବଡ଼ ଲୋକ କୁଆଡ଼େ ବୋହିକି ନେବି ତୋତେ ସେ ନାଇଁକି ବ୍ୟସ୍ତ ହେଇଗଲେ କ'ଣ କରିବୁ 2ଟା ରାସ୍ତା ଅଛି କୁଆଡ଼େ ଗଲେ ପାଖ ଗାଁ ପଡ଼ିବ ଆମେ ମଝି ଛକରେ ଶୋଇଛୁ ହେଲେ କୁଆଡ଼େ ନେବି କହ ମୁଁ ଜାଣିନି ଯାହା କରୁଛ କର ମୋତେ ନାଇଁକି ଚାଲି ବି ଆସୁନାହିଁ ଧୀରେ ଧୀରେ ମୋର ଗଳା ଶୁଖି ଯାଉଛି ପୁରା ଟାଇଟ୍ ହେଉଛି ବେଳେବେଳେ ଶୋଷ ହେଲା ବେଳକୁ ଅଧିକ ଶୋଷ ହେଲେ ଗଳା କେମିତି ହେବ କଥା ଆସେ ନାହିଁ କେବେ ସେମିତି ଅନୁଭବ କରିଛନ୍ତି ତ ମୋତେ ନାଇଁକି ସେମିତି ପ୍ରକୃତିରେ ହେଉଛି ଭାଇ ମୁଁ ମରିଯିବି ସେ ନାଇଁକି ମୋର ବାଇବଲ ବ୍ୟାଗ୍ ଧରିଲେ ଆଉ
ତାଙ୍କର ବାଇବଲ ବେଗ ଧରିଲେ ଆଉ ମୋର ଏଠି ଗୋଟେ ହାତ ଏମିତି ଧରିଲେ ତାଙ୍କର କାନ୍ଧରେ ଏମିତି ପକେଇଲି ଆଉ ଏମିତି ଧରିଲେ ଆଉ ମତେ ନାଇଁ ଟାଣି ଟାଣି ନେଇଲା ଭଳିଆ ନେଇଛନ୍ତି ଗୋଟେ ପାଖାପାଖି 3 କିଲୋମିଟର। ତ 3 କିଲୋମିଟର ପରେ ଘର ଆସିଲା। ଫାଷ୍ଟ ଘର ଆଗ ଯାଇକି ଆମେ ସେ ଭାଇ ମତେ ଗୋଟେ ଜାଗାରେ ବସେଇଲେ, ଗୋଟେ ବସିଥା ହେଲା, ମୁଁ ଚାଲି ବି ପାରିଲିନି ସେତେବେଳେ, ଗୋଟେ ବସିଥା ମୁଁ ସେ ଘରେ ଟିକେ ଯିବି ପଚାରିବି ବାକ୍ୟ ଶୁଣବି କହିକି। ତ ସେ ଘରେ ଗଲାକୁ ସେ ଘରେ କହିଲେ ଆଜ୍ଞା ବାକ୍ୟ ତ ଶୁଣବୁ ଯେ କିନ୍ତୁ ଆମେ ଗୋଟେ ପରିବାର ଶୁଣିଲେ ହବ କି? ଗାଁ ସାରା ଲୋକ ଶୁଣିଲେ ଟିକେ ଭଲ ଲାଗିବ କି? এই ଲୋକମାନେ କେମିତି ଲୋକମାନେ ମୋତେ ତ ଟିକେ ଆସ ବାକ୍ୟ ଶୁଣ ବୋଲି କହିବା ଦରକାର। କିନ୍ତୁ ସେ ନାହିଁ କି ଏମିତି କହିଲାକୁ ସେ ଭାଇ ତାଙ୍କ ସହିତ କଥା ହେଉଛନ୍ତି, ମୋତେ ଦେଉନଛନ୍ତି ଏ ମଲା ନା ବଞ୍ଚିଛି ମରି ନାହିଁ ତ ସେମାନଙ୍କ କଥା ହେଉଛନ୍ତି, ମୋତେ ପଶୁ ଅନଉଛନ୍ତି, ମୁଁ ବସିଛି ନା ନାହିଁ ହେଲେ ମୁଁ ନାଇଁକି ମୁଣ୍ଡ ତଳକୁ କରିକି ବସିଛି। ସେତିକି ମୋ ପ୍ରଭୁତ୍ୱରେ ମୋର ପାୱାର ପ୍ରଭୁତ୍ୱରେ ନାହିଁ। ସେ ସମୟରେ ସେ ଭାଇ ଯିଏ ସେ ଭାଇଙ୍କ ସହିତ କଥା ହେଲେ ସିଧାସଳଖ ଧାଇଁ 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 ଗଲେ ଆଉ ତାଙ୍କର ଚର୍ଚ୍ଚର ପ୍ରେସିଡେଣ୍ଟକୁ କହିଲେ ଏମିତି ଏମିତି 2 ଜଣ ଆସିଛନ୍ତି, ମାନେ ବାକ୍ୟ ପ୍ରଚାର କରୁଛନ୍ତି, କ'ଣ କରିବା, ଆଲାଉ କରିବା ନା ପଠେଇଦେବା? ସେମାନେ କଥା ହେଇକି ଆଇଲେ, ସେ ପ୍ରେସିଡେଣ୍ଟ ଆଇଲା, ଆଜ୍ଞା ନମସ୍କାର, କେଉଁଠୁ ଆଇଲେ, କେମିତି ଆଇଲେ? ସେ ଆମ ସହିତ କଥା ହେଲା ଅଳ୍ପ ସମୟ, ଆସନ୍ତୁ ଆମେ ବାକ୍ୟ ଶୁଣିବୁ କହିକି ସେ ଆଉ ଗୋଟେ ଘରକୁ ଆମକୁ ନେଇକି ଗଲେ। ତ ସେତେବେଳକୁ କେତେ ସମୟ ହେଇଯାଇଥିଲା ଜାଣିଛନ୍ତି? 6ଟା, ସନ୍ଧ୍ୟା 6ଟା ହେଇଯାଇଛି। ହେଲେ ସନ୍ଧ୍ୟା 6ଟା ହେଇଗଲା ହେଲେ ସେମାନେ ନେଇକି ଆମକୁ ପାଣି ଅନ୍ତତଃ ଦେବା ଦରକାର କି ନାହିଁ, ଟିକେ ପାଣି ନିଅ ପିଅ ଏତିକି ବି ଦେବା ଦରକାର କି ନାହିଁ? ହେଲେ ଆମେ ବି ମାଗି ପାରୁନୁ ପାଣି ଦିଅ, କାହିଁକି? ପାଷ୍ଟର କହୁଛନ୍ତି ତୁମେ ନିଜ ଆଡ଼େ କୌଣସି ବିଷୟ ମାଗ ନାହିଁ, ପ୍ରଭୁ ଦେଲେ ଖାଅ, ପ୍ରଭୁ ଦେଲେ ପିଅ, ପ୍ରଭୁ ଯଦି ଶୋଇବା ପାଇଁ ଜାଗା ଦେଲେ ଶୁଅ, ନହେଲେ ତୁମେ କହିବ ନାହିଁ କିଛି। ହେଲେ ଆମେ ନାଇଁକି ସେଇ ୱାର୍ଡକୁ ମନେ ପକାଉଛୁ, ଆଉ ଆମେ କାହାକୁ କିଛି କହିପାରୁନୁ। ହେଲେ 6ଟାରୁ 6:30ରେ ଭାଇ ନାଇଁକି ପ୍ରଚାର ଷ୍ଟାର୍ଟ କଲେ। ପ୍ରଚାର ଯେତେବେଳେ ଷ୍ଟାର୍ଟ କଲେ ସେମାନେ ବାକ୍ୟ ଶୁଣିଲେ କେତେଟା ପର୍ଯ୍ୟନ୍ତ ଜାଣିଛନ୍ତି? 8ଟା ପର୍ଯ୍ୟନ୍ତ। ସନ୍ଧ୍ୟା 6ଟାରୁ ପ୍ରଚାର, ସେ 6:30ରୁ ପ୍ରଚାର କଲେ ସେ ଭାଇ 8ଟା ପର୍ଯ୍ୟନ୍ତ ଶୁଣିଲେ। ସେ ଏ ସମୟ ଶୁଣିଛନ୍ତି ପୁରା ଆଜ୍ଞା ବହ ହେଇକି। ହେଲେ ଯେଉଁ ଘରେ ଆମକୁ ରଖିଲେ ସେଟା ହେଉଛି ପ୍ରେସିଡେଣ୍ଟର ଘର, ତାଙ୍କର ଘର ଚାଳ ଘର, ଆଉ ଏତେ ଗରିବ ଲୋକ ସେମାନେ। ତ ସେମାନେ ନେଇକି 2 ଦିନର ପଖାଳ ରଖିଥିଲେ, 2 ଦିନର ପଖାଳ, ଆଉ ଦିନ ବେଳେ ସେମାନେ ଭାତ ରୋଷେଇ କରିଥିଲେ, ଆଉ ସେ ଭାତ ରୋଷେଇ କରିକି ସେମାନେ ଖାଇକି ସରେଇଥିଲେ। ଆଉ ସେ ଭାତ ସହିତ ବିରି ଡାଲିରେ ଚିଙ୍ଗୁଡ଼ି, ଶୁଖିଲା ଚିଙ୍ଗୁଡ଼ି ପକେଇକି ରୋଷେଇ କରିଥିଲେ। ଆଉ ସେ ଆମର ରାଶି ଦେଖିଛନ୍ତି, ରାଶି ଖଜା ଯେଉଁ ମିଳେ, ସେ ରାଶିକୁ ଗ୍ରାଇଣ୍ଡିଙ୍ଗ କରିକି ସେ ବିରି ଡାଲିରେ ପକେଇଛନ୍ତି ଫୁଟେଇକି। ତ ସନ୍ଧ୍ୟାରେ 8ଟାରେ ହେଲେ ସେମାନେ ବି ରୋଷେଇ କରିନାହାନ୍ତି, ଆମକୁ ସେମାନେ ପଚାରିବା ପାଇଁ ପ୍ରଭୁତ୍ୱରେ କୁଣ୍ଠାବୋଧ ହେଉଛି, ପଖାଳ ସେ କାଲିର ଖାଇବ କି? ଏତିକି ପଚାରିବା ପାଇଁ ସେମାନେ ବହୁତ ସମୟ ପ୍ରଭୁତ୍ୱରେ ଲାଗିଲେ। ଗୋଟେ ଭାଇ ଆସିଲା, କହିଲେ ଆଜ୍ଞା କ'ଣ କହିବା ଆମେ ଜାଣୁନୁ, ଆପଣମାନେ ବାକ୍ୟ ପ୍ରଚାର କଲେ, ପ୍ରଭୁଙ୍କର ଦାସମାନେ, ମୁଁ ଖାଇବାକୁ ରୋଷେଇ ହେଇନି, ଏତେ ସମୟ ଆମେ ବାକ୍ୟ ଶୁଣିଲୁ, ଆମେ ଚିନ୍ତା ବି କଲୁ ନାହିଁ ରୋଷେଇ ବିଷୟରେ, ଏବେ ତ ଆମେ ଛାଡ଼ିପାରିବୁନି ଆପଣମାନେ ଯିବେ ବୋଲି, ଆଜି ଆପଣ ନିହାତି ଆମ ଉପରେ ରହିବାକୁ ପଡ଼ିବ। ତ ଆମେ ଖୁସି ହେଲୁ ସେମିତି କହିଲା। ଆଉ ଆଜ୍ଞା ଭଲ ଲାଗୁଛି କୁହନ୍ତୁ, ଭଲ ନ ଲାଗିଲେ ଭଲ ଲାଗୁନାହିଁ କୁହନ୍ତୁ। ଗୋଟେ କଥା ପଚାରିବି, କ'ଣ? କାଲିର ଭାତ ଅଛି, ଆଉ ଏବେ ଭାତ ରୋଷେଇ କଲାବେଳକୁ 1.5 ଘଣ୍ଟା ଲାଗିବ, ଆଉ ଯଦି ଖାଇବେ ବିରି ଡାଲି ଚିଙ୍ଗୁଡ଼ି ପକେଇକି ରାଶି ପକେଇକି ଫୁଟେଇକି ଆମେ ରଖିଛୁ, ଯଦି ଖାଇବେ ହେଲେ ସେଇଟା ଦେବୁ କହିବେ। କେମିତି ହେଇଥିବ? ଆମେ ମନା କରିଥିବୁ, ଆମେ କହିବୁ ଝିଅ ଦିଅ, ଯେତେଟା ବି ଦିଅ ଖାଇବୁ ଦିଅ। ସେମାନେ ନାଇଁକି ଆମେ ବିରି ଡାଲି ଆଉ 2 ଦିନର ପଖାଳ ଆମକୁ ଦେଲେ, ପିଆଜ ଗୋଟେ, କଞ୍ଚା ଲଙ୍କା, ଆଉ ଲୁଣ ସହିତ ରସୁଣ ସହିତ ଗୋଟା ଲୁଣ ଭିତରେ ଦେଲେ। ଆଉ ମୁଁ ନାଇଁକି ଏତେ ଖୁସିରେ ଖାଇଲି ସେଟା, ସତରେ ଭାଇ ଏତେ ଧନ୍ୟବାଦର ହୃଦୟ ଆସିଲାନି। ଏବେ ବି ସେ ସ୍ୱାଦ ମନେ ପଡ଼ୁଛି, ସତରେ ସେ ମନରେ ପଡ଼ିଲେ ସେ ବିଷୟ କେବେ ଭୁଲି ପାରୁନାହିଁ। ଖାଇଲି, ସେ ଭାଇ
ମୋତେ ପରେ କହିଲେ ମୁଁ ଯେତେବେଳେ ପ୍ରଚାର କରୁଥିଲି ବେଳେବେଳେ ମୋତେ ବହୁତ ଚିନ୍ତା ଲାଗୁଥିଲା ସେଥିପାଇଁ ମୁଁ ନେଇକି ବସିପାରିଲି ନାହିଁ। ସେ ଭାଇ ଏତେ ସମୟ ପ୍ରଚାର କଲେ ମୁଁ ବସିପାରିଲି ନାହିଁ। ସିଧାସଳଖ ଏମିତି ଦଉଡ଼ିରେ ଗୋଟେ ଖଟ ବନା ହେଇଥିଲା ଏମିତି ଜଣେ ଶୋଇବା ପାଇଁ। ତ ସେ ଖଟରେ ମୋତେ ପକାଇଦେଲେ ମୁଁ ଶୋଇଲି। ସେ ସାଇଡ଼୍ରେ ଆଗେ ଗୋଟେ ଚେୟାରରେ ସେ ଭାଇ ବସିକି ପ୍ରଚାର କରୁଛନ୍ତି। ବେଳେବେଳେ ପ୍ରଚାର କରୁଛନ୍ତି ନ ଜାଣିଲା ବେଳେ ମୋ ପାଟିରେ ନାକରେ ହାତ ଏମିତି ରଖୁଛନ୍ତି। କାହିଁକି ମଲା ନା ଅଛି ମରିଛି ନା ବଞ୍ଚିଛି। ହେଲେ ମୁଁ ଯେତେବେଳେ ନିଶ୍ୱାସ ଅଛି ନାଇଁ ବଞ୍ଚିଛି ଆଉ ଟିକେ ପ୍ରଚାର କର। ଏମିତି ହେଇକି ସେ ଭାଇ ପ୍ରଚାର କରିଛନ୍ତି 8ଟା ପର୍ଯ୍ୟନ୍ତ। ପୁରା 8ଟାରେ ଏମିତି ଭାତ ଆମକୁ ଦେଲେ ମୁଁ ନାଇଁକି ସେ ଭାତ କେତେ ଭୁଲି ପାରୁନାହିଁ। ସ୍ୱାଦରେ ଖାଇଲି ସେମାନଙ୍କୁ ମୁଁ ସେଦିନ ଖାଇଲା ପରେ ବହୁତ ଧନ୍ୟବାଦ ଦେଲା। ଆଜ୍ଞା ବେଶୀ ଧନ୍ୟବାଦ। ଆମେ ଏମିତି ଭାତ ଖାଇବା ପାଇଁ ଯୋଗ୍ୟ ନାହିଁ, ଆପଣମାନେ ଆମକୁ ଖାଇବାକୁ ଦେଲେ କହିକି 3 ଦିନ ରାତିରେ ସେଦିନ ଗୋଟେ ଦିନ ଖାଇଲେ। ଆଉ 4 ଦିନ ବେଳକୁ ଦିନ ସାରା ପ୍ରଚାର କରିବାର ଅଛି ଆଉ ସନ୍ଧ୍ୟା ବେଳକୁ ଫେରବାର ଅଛି। ତ ଏ 4 ଦିନ ପ୍ରଚାରରେ 2 ଦିନ ଆମେ ଖାଇବାକୁ ପାଇଲୁ, ତାପରେ ବାକି କେବେ ଖାଇବାକୁ ପାଇଲୁ ନାହିଁ। ତ 4 ଦିନ ବେଳକୁ ଆମେ ପ୍ରଚାର କରୁଛୁ ଆଉ ଗୋଟେ ଜାଗାରେ ଅଛୁ, ବର୍ଷା ଏତେ ବର୍ଷା ନଥିଲା। ହେଲେ ଯେଉଁ ଘରେ ପ୍ରଚାର କରୁ ସେ ଘର ନାହିଁ, ପୁରା ଗଳିଲା ପୁରା ଦେହ ସାରା ଓଦା ହେଲା। ବାଇବେଲ ଆମର ବାଇବେଲ ବ୍ୟାଗ୍ ଯାକ ଗୋଟେ ପଲିଥିନ୍ ଥିଲା, ସେ ପଲିଥିନ୍ରେ ଘୋଡ଼େଇକି ରଖିଦେଲେ। ଆମର ଦେହ ଯାକ ସବୁ ଭିଜିଗଲା। ହେଲେ ଏଇଟା କେଉଁଟେ ଶୁଖେଇବୁ କ'ଣ କରୁ? ପୁରା ଘଣ୍ଟାଟେ କ'ଣ ବର୍ଷା ହେଇଥିବ, ତାପରେ ବର୍ଷା ଛାଡ଼ିଲା। ବର୍ଷା ଛାଡ଼ିଲା କ'ଣ କରିବା? ମୁଁ ତାକୁ ଦେଖିଲି, ସେ ମୋତେ ଦେଖିଲେ। କ'ଣ କରିବା? ଡ୍ରେସ୍ ଯାକ ଖୋଲିବା, ଚେଞ୍ଜ କରିବା। ଯଦି ଚେଞ୍ଜ କରିବା ଉଦା ଡ୍ରେସ୍ ଗୋଟେ ଧରିବା। ଆମ ପାଖରେ ପଲିଥିନ୍ ବି ନାହିଁ। ଯଦି ଉଦା ଡ୍ରେସ୍ ଯଦି ଧରିବା, ଯେ ବ୍ଲାଙ୍କେଟ୍ ଯାକ ଧରିଛୁ ବାଇବେଲ ଯାକ ଧରିଛୁ ଏଇଟା ଉଦା ହେବ। ସେ ଭାଇ ମୋତେ କହିଲେ ନାଇଁ ଡ୍ରେସ୍ ଖୋଲିବା ନାହିଁ, ଚାଲ ଚାଲିକି ଯିବା, ଏଇଟା ଦେହରେ ଏକା ଶୁଖିବ। ଏମିତି ହେଇକି ସେ ଦେହରେ ଏକା ସେ ଡ୍ରେସ୍ ସାର୍ଟ ପ୍ୟାଣ୍ଟ ଯାକ ଶୁଖେଇଲୁ। ଆଇଲୁ ଗୋଟେ ଜାଗାରେ ନଦୀ ପାର କରିବାର ଥିଲା। ଏତେ ବର୍ଷା ହେଇଥିଲା ଅଲଗା ସାଇଡ଼୍ରେ, ସେ ନଦୀ ନାହିଁ ଏତିକି ପାଣି ଆସୁଥିଲା। ହେଲେ ପାଣିରେ ଯିବୁ କେମିତି? ସେପଟେ ଲୋକ ଅଛନ୍ତି, ଏପଟେ ଲୋକ ଯାଉଛନ୍ତି। ନୂଆ ପାଣି ଗୋଳିଆ ପାଣି ଭିତରେ ଯାଉଛି। ସେ ନଦୀ ନାହିଁ, ସେଟା ନାଳ। ମାନେ କେତେ ଉଷାର ଜାଣିଛନ୍ତି? ଏଇଠୁ ସେ ଆମ ଘର, ଏ ଘର ସେତିକି ଆଗ ଉଷାର ସେଟା ନାଳ। ତ ପାଣି ନେଇକି ଫୁଲ ଯାଉଛି। ଯେହେତୁ ବର୍ଷା ପାଣିର ମାନେ ଏପଟେ ପାହାଡ଼ ଅଛି, ସେପଟେ ପାହାଡ଼, ଚାରିଆଡ଼େ ପାହାଡ଼ ଅଛି। ସେ ପାହାଡ଼ର ପାଣି ଯେଉଁଟା ଆସୁଛି, ସେ ପାଣି ନେଇକି ପୁରା ଭୟଙ୍କର ଗୋଟେ ନଦୀ ବହିଲା ଭଳି ପଡ଼ୁଛି। ଏଇଟା କେତେ କେତେ ଜଗୁ ସେଟା କେବେ ଶୁଖୁ କେବେ ନାହିଁ। ତ ସେତେବେଳକୁ କ'ଣ କେମିତି ଯିବା? ସେ ସମୟରେ ନାଇଁକି ଆମେ ଟୱାଲ ପିନ୍ଧିଲୁ, ପ୍ୟାଣ୍ଟ ସାର୍ଟ ଏମିତି ଧରିଲୁ, ଏମିତି ଟେକିକି ଯାଉଛି। ଗଲା ବେଳକୁ ଏତିକି ଟିକେ ଗଲୁ, ପାଣି ନାଇଁକି ଏମିତି ଠେଲୁଛି, ଯାଇପାରିଲୁ ନାହିଁ। ସେ ଜାଗାରେ ସେପଟେ ବିପରୀତ ସାଇଡ଼୍ରୁ ଲୋକମାନେ ଆସିଥିଲେ। ଆଜ୍ଞା ଆଜ୍ଞା ରୁହନ୍ତୁ, ଯଦି ଜାଣିନାହାନ୍ତି ନଦୀ ପାର କରିବାର ଥିଲେ ଥାଆନ୍ତୁ, ଆମେ ଆପଣମାନଙ୍କୁ ପାର କରେଇଦେବୁ। ଏମିତି ହେଇକି ସେମାନେ ପାର ହେଇକି ଆସିଲେ। ସେମାନେ ବୋଧେ କ'ଣ ମାର୍କେଟକୁ ଯାଇଥିଲେ କି କ'ଣ ନା କାର୍ଡ଼ ଚାଉଳ ଜାଣି ଯାଇଥିଲେ। ସେମାନେ ଫେରିଲା ବେଳକୁ ଯଦି ଜାଣିନାହାନ୍ତି ରୁହନ୍ତୁ, ଆମେ ପାର କରିଦେବୁ କହିଲେ। ତ ଆମେ ସେଠି ରହିଲୁ। ଆମକୁ 2 ଜଣ ନାହିଁ କି ନିଜର କାନ୍ଧରେ ବସେଇକି ସେଇଟା ପାର କଲେ। 2 ଜଣ ସେମାନଙ୍କୁ ନାକରେ ଏତିକି ପାଣି ହେଲେ, ସେମାନେ ଏମିତି ହେଇକି ଆମ କାନ୍ଧରେ ବସେଇକି ନଦୀ ପାର କଲେ। ସେମାନେ ଯେତେବେଳେ ପଚାରିଲେ ତୁମେ କୁଆଡ଼େ ଯାଇଥିଲ କ'ଣ? ଆଉ କହିଲେ ଆମେ ପ୍ରଚାର କରିବାକୁ ଯାଇଥିଲୁ, ଆମେ ଫେରୁଛୁ। ବୋଲେ ସେମାନେ ସିଧାସଳଖ ନେଇକି ସେମାନେ ଏମିତି ପକେଟ୍ ପୁରେଇଲେ ଆଉ ଆମକୁ 20 ଟଙ୍କା ପଇସା ଦେଲେ। ଆମେ ଜାଣିଛୁ ଆଜ୍ଞା ପ୍ରଚାର କ'ଣ ପାଖରେ ପଇସା ନଥାଏ, ଆପଣ ଖାଇଥିବେ କି ନ ଖାଇଥିବେ ଏଇଟା ବାଟରେ ଜଳଖିଆ କରନ୍ତି। ଆଇଲା ରାସ୍ତାରେ ଗୁଲଗୁଲା ଖୋଜୁଛୁ, କି ଗୁଲଗୁଲା ମିଳିବ? ହୋଟେଲ ଯାକ ନାହିଁ, କ'ଣ କର? ସେ ଭାଇ ମୋତେ କହିଲେ ଚାଲ ଥମ୍ସଅପ୍ କି ସ୍ପ୍ରାଇଟ୍ ଦେଇକି 10 ଟଙ୍କିଆ ବୋତଲ, କାଚ ବୋତଲ ଯାକ 2ଟା ମାରିଲୁ। ଆଉ ଦେଇକି ଗୋଟେ ଜାଗାରେ ବସିଛୁ। 5 ମିନିଟ୍ ଫୋନ୍ କଲୁ, ଆଉ କେଉଁ ଜାଗାରେ ଅଛ, କେମିତି ଅଛ, ଦେହ ପା କେମିତି ଅଛି? ଭଲ ଅଛି, ଆଜି ଲାଷ୍ଟ ଦିନ, ଏବେ ଫେର, ଯେଉଁ ଜାଗାରେ ଥିଲେ ବି ଫେର। ଆମେ ସିଧାସଳଖ ଯେଉଁ ଜାଗାରେ ଅଛୁ ସେ ଜାଗାରୁ ସିଟି ଗୁଡ଼ାକୁ ନାଇକି 65 କିଲୋମିଟର। ହେଲେ ଯିବୁ କେମିତି? ଇଆଡ଼େ ପଇସା ପକେଟରେ ନାହିଁ, କିଛି ନାହିଁ।
ଆମେ ନେଇକି ଚାଲିବା ମେନ୍ ରାସ୍ତା ପାଇ ଚାଲୁଛୁ ଆଉ ପାଖାପାଖି 20 କିଲୋମିଟର ଚାଲିବୁ। ଯେଉଁ ଜାଗାରେ ଯେଉଁ ହୋଟେଲରେ ଆମେ ବସିଥିଲୁ ସେ ଜାଗାରେ ଗୋଟେ ବାଇକ୍ ବାଲା ଆସିଲା। ସେ ବି ଥମ୍ସଅପ୍ ପିଇଲା କି କ'ଣ ଗୋଟେ ଥଣ୍ଡା ପିଇଲା। ସେ ଆମକୁ ଦେଖିଛି, ହେଲେ ଆମେ 20 କିଲୋମିଟର ଚାଲିଛୁ। ସେ କେତେ ସମୟ ପରେ ନେଇକି ସେ ଆସିଲା। ଆମେ ଚାଲି ଚାଲି ଯାଉଛୁ, ବୋହୁ ବୁଢ଼ୀ କେମିତି ଦେଖିଲେ, ହେଲେ ଆମେ ହେଲେ ବି ଯାଉଛୁ। ସେ ଜଣେ ପ୍ରଭୁତରେ ବାଲିଗଡ଼ା ଯାଉଛି, ହେଲେ ଗଲା ଗୋଟେ ଜାଗାରେ ସେ ବାଇକ୍ ନେଇକି ଛିଡ଼ା କରିକି ଅଛି। ଆଉ ବାଇକ୍ ଛିଡ଼ା କରିକି ଅଛି, ପାଖାପାଖି 1 କିଲୋମିଟର ଦୂରକୁ ଗଲା ପରେ ଛିଡ଼ା କରିକି ଅଛି। ତ ସେତେବେଳକୁ ଆମେ 20 କିଲୋମିଟର ପାର କଲୁ ରାସ୍ତା। ତ ସେ ଦେଖିଲେ, ହେଲେ ଆମେ ସେତିକିବେଳେ ତାକୁ କିଛି କହୁନା। ସେ ଆଉ ଥରେ ଗଲା, ଆମକୁ କ୍ରସ୍ କଲା, ଆମକୁ ଦେଖିଲା, ଆଉ ଥରେ ଗଲା, ଗୋଟେ ଜାଗାରେ ଛିଡ଼ା ହେଇକି ଅଛି। ତ 3 ଥର ବେଳକୁ ସେ ଯେତେବେଳେ ଆମେ ତାକୁ ଅତିକ୍ରମ କରିକି ଯାଉଛୁ, ସେ ଆସିଲା ଆମ ସାମ୍ନାରେ ବାଇକ୍ ରଖିଲା। ଆଜ୍ଞା, ମୁଁ ଆପଣଙ୍କୁ 3 ଥର ଦେଖିଲିନି, ସତ କଥା କୁହନ୍ତୁ କୁଆଡ଼େ ଯାଉଛୁ? ଆମେ କହିଲୁ ନାଇଁ, ଆମେ ସିଟିଗୁଡ଼ା ଗୋଟେ ଜାଗା ଅଛି, ସେ ଜାଗାକୁ ଯାଉଛି। ସେ କହିଲେ ପଇସା ନାହିଁ କି? କହିଲେ ପଇସା ଅଛି। କହିଲେ ଗାଡ଼ି ପାଇଲେ ନାହିଁ କି? ନାଇଁ ଗାଡ଼ି ବି ଅଛି, ଆମେ ଗାଡ଼ିରେ ଗଲୁ ନାହିଁ। କାହିଁ କେମିତି ଯାଉଛନ୍ତି? ନାଇଁ ଯାଉଛନ୍ତି। ଏକଚାଲା ମିଛ କହିଲେ, ଆମ ପାଖରେ ପଇସା ବି ନଥିଲା। ସତ କୁହନ୍ତୁ, ମୋତେ ଲୁଚାନ୍ତୁ ନାହିଁ। କହିଲେ ମୁଁ ବାଲିଗୁଡ଼ା ଯାଉଛି, ଆସନ୍ତୁ ଆପଣଙ୍କୁ ଛାଡ଼ିଦେବି। କହିଲେ ସେଇଠୁ ବାଲିଗୁଡ଼ାକୁ ନେଇକି ପାଖାପାଖି 35-30 କିଲୋମିଟର ଥିବ। ତାପରେ ସେ ଆମକୁ ସେଠୁ ବସେଇଲା, ଆଉ ବାଲିଗୁଡ଼ାରୁ ଛାଡ଼ିଲା। ବାଲିଗୁଡ଼ାରୁ ସିଟିଗୁଡ଼ାକୁ ହେଉଛି 17 କିଲୋମିଟର। ବାଲିଗୁଡ଼ା ସିନା ଆସିଲା, ଆଉ 17 କିଲୋମିଟର ଚାଲିବାର ଅଛି। ସେତେବେଳକୁ ଟାଇମ୍ ନାଇଁକି 3:30 ହେଲା। ହେଲେ ଆମେ ପହଞ୍ଚିବୁ କେତେବେଳେ? ଯଦି 17 କିଲୋମିଟର ଚାଲିକି ଯିବୁ, ଯଦି ନିହାତି 3-4 ଘଣ୍ଟା ଲାଗିବ କି ନାହିଁ? 3-4 ଘଣ୍ଟା ତ ଲାଗିବ ନାହିଁ, ନିହାତି 2 ଘଣ୍ଟା ଭିତରେ ଲାଗିବ। ଏତେ ସ୍ପିଡ଼ରେ ଚାଲୁଥିବୁ, ନିହାତି 2 ଘଣ୍ଟା ତ ଲାଗିବ। ତ ଚାଲ ସେ ବାଲିଗୁଡ଼ା ବସ୍ ଷ୍ଟପ୍ରେ ଓହ୍ଲେଇଲେ, ଆମେ ଚାଲିକି ଯାଉଛୁ। ବାଲିଗୁଡ଼ା ଜଷ୍ଟ ଖାଲି କ୍ରସ୍ କରିଛୁ, ହଠାତ୍ ଆମର ଚର୍ଚ୍ଚରେ ଡିକନ୍ କହୁଥିଲା, ଜ୍ୟୋତି ଡିକନ୍ ବୋଲି। ଆଉ ମୁଁ ଜାଣିଛି ତମେ ନହମୁନି ଯାଇଥିଲ, ତମ ପାଖରେ ପଇସା ନାହିଁ। ସେ ପକେଇନାହାନ୍ତି ପୁରେଇକି ଆଉ 200 ଟଙ୍କା ଏମିତି ଧରେଇକି, ଆଉ ହ୍ୟାଣ୍ଡସେକ୍ କଲାବେଳେ ଏମିତି 200 ଟଙ୍କା ଧରେଇକି, ତମେ ଖାଇନଥିବ, ତମ ପାଖରେ ପଇସା ନଥିବ, ଗୋଟେ ହୋଟେଲକୁ ଯାଅ, ଭାତ ଖାଅ, ଆମେ ଗାଡ଼ିରେ ଯାଅ। ଖୁସି ଲାଗିଥିବ କି? ବହୁତ ଖୁସି ଲାଗେ। ପରମେଶ୍ୱର କେମିତି କାମ କରୁଛନ୍ତି। ଏମିତି ହେଇକି ଆମେ ଘରେ ପହଞ୍ଚିଲୁ 4ଟା, ଚର୍ଚ୍ଚରେ ପହଞ୍ଚିଲା ବେଳକୁ 4:30 ହେଇଥିଲା। ତାପରେ ସେତେବେଳକୁ ବାଦାଣୀ ଭାତ ରୋଷେଇ କରିଛନ୍ତି, ମାଂସ ରୋଷେଇ କରିକି ଆମକୁ ଜଗିଛନ୍ତି। ଚୁଡ଼ା ସହିତ କଦଳୀ ଘାଣ୍ଟିଛନ୍ତି, ଚଟକିକି ଜଗିଛନ୍ତି। ଏଇଟା ଫାଷ୍ଟ ଖାଅ, ଟିକେ ସମୟ ରେଷ୍ଟ କର। ଥଣ୍ଡା ସ୍ପ୍ରାଇଟ୍ ଆଣିକି ରଖିଛନ୍ତି। ସେ ସମୟରେ ସମସ୍ତେ ଆମେ ପ୍ରକୃତିରେ ପହଞ୍ଚିଲୁ। ପାଖାପାଖି 14 ଜଣ ନା କ'ଣ ନମୁନି ଟ୍ରିପ୍ରେ ଯାଇଥିଲୁ। 2-2 ଜଣ ହେଇଛି। ଏମିତିକି ପହଞ୍ଚିଲାକୁ ସେଦିନ ଆମକୁ ଫାଷ୍ଟ ପ୍ରକୃତିରେ ମାଂସ ରୋଷେଇ କରିକି ରଖିଦେଇଛି। ତାପରେ ଫ୍ରେଶ୍ ହଉ, ଗାଧାଉ। ତାପରେ ଫାଷ୍ଟ ଜଣେ ନିଜେ ଆଇଲେ, ଆଉ ଭାତ ଆମକୁ ନିଜେ ଭାତ ବାଢ଼ି ଦେଲେ, ମାଂସ ବାଢ଼ିକି ଆମକୁ ଖାଇବାକୁ ଦେଲେ। ବହୁତ ଶାନ୍ତିରେ ଖାଇଲେ। ସେଦିନ ଫାଷ୍ଟ ଟାଇମ୍ ପାଇଁ ମୁଁ ମାଂସ ଖାଇଲି, ବଡ଼ ଲୋକ। ସତ କଥା କହୁଛି, ଫାଷ୍ଟ ଟାଇମ୍ ପାଇଁ ନେଇକି ବଡ଼ ମଟନ୍ ଖାଇଲି। କେବେ ଖାଇନଥିଲି ମୋର ଜୀବନରେ, ସେଟା ଫାଷ୍ଟ ଟାଇମ୍। ମୁଁ ଗୋଟେ ଭାଇକୁ ପଚାରିଲି, ଏଇଟା ମଟନ୍? ହଁ, ବଡ଼ ମଟନ୍ କହିଲି। ମୁଁ ଭାବିଲି ଏଇଟା ମଟନ୍ ହେଲେ ବଡ଼ ମଟନ୍ ବୋଲି କିଏ ଜାଣିଛି ସେଟା। ସେଥିପାଇଁ ମୁଁ ସେଟା ମାଂସ ଖାଇଲି, ଏତେ ସ୍ୱାଦ ଲାଗେ। ରାକ୍ଷୀ ପୂର୍ଣ୍ଣିମା ହେଇଗଲା, ସ୍ୱାଦ ଲାଗୁଛି, ହଁ ଆଉ ଟିକେ ଦେବି ଦିଅ। ହେଲେ ମୁଁ ବହୁତ ବଡ଼ ଗୋଟେ ହାଡ଼ ଗୁଡ଼ାଇ ନାହିଁ। ଏଇଟା ବଡ଼ ହାଡ଼ ଗୁଡ଼ାଇ, ଏଇଟା ଜଙ୍ଗଲ ନା କ'ଣ? ସେ କହିଲେ ହଁ ଜଙ୍ଗଲ ତ, ବଡ଼ ହାଡ଼। ଆଉ ଖାଇଲି, ବହୁତ ସ୍ୱାଦରେ ଖାଇଲି, ମୋତେ କିଛି ଲାଗିଲା ନାହିଁ। ତାପରେ ଖାଇଲା ପରେ ସେଦିନ ଆମେ ଚର୍ଚ୍ଚରେ ରହିଲୁ। ତା ବାସି ଦିନ ମୋତେ ଚିଡ଼େଇବାକୁ ଆରମ୍ଭ କଲେ ଭାଇ ତୁମେ କେବେ ବଡ଼ ମଟନ୍ ଖାଇଥିଲ?
मटन गोटे खाई ना कि सब दिन तो खाऊ सब जगह मटन मोर फेवरेट नहीं बड़ मटन खाई भी ओरे नहीं कि मो पाखे तात्री गोटे चिंता ही कौन गाई काली के स्वाद तो लगे मटन थी पूरा नहीं गाई थी ମୁଁ ନାହିଁ କି ସେତେବେଳେ ଆଉ ଅଛି କି ବାନ୍ତି କରୁ ଏମିତି ହେଇକି ସେଟା ଫାର୍ଷ୍ଟ ଟାଇମ୍ ମୁଁ ପ୍ରକୃତରେ ଖାଇଲି ସେ ସମୟରେ ସେଥିପାଇଁ ଆଜି ଆମେ ଯେଉଁଟା ବାକ୍ୟ ପ୍ରକୃତରେ ପଢ଼ିଲୁ ଯାତ୍ରା ପୁସ୍ତକ 30 ପର୍ବ ତ ଏ ଜାଗାରେ ଯେତେବେଳେ ଆମେ ଦେଖୁଛୁ 17 ପଦରେ ଲେଖା ହେଇଛି ଅନନ୍ତର ସୁଦାକୁ ମଶାଙ୍କୁ କହିଲେ ତୁମେ ପ୍ରକ୍ଷାଳନାର୍ଥେ ପିତ୍ତଳର କୁଣ୍ଡ ଓ ତହିଁର ପିତ୍ତଳର ବୈଠିକେ ପ୍ରସ୍ତୁତ କରିବ ପୁଣି ସମାଗମ ତମ୍ବୁ ଓ ବେଦୀ ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୁରାଇବ ଆଉ ହାରଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପାଦ ପ୍ରକ୍ଷାଳନ କରିବ ତ ଏ ଜାଗାରେ ପରମେଶ୍ୱର କାହିଁକି ପ୍ରକୃତିରେ ଏ ପିତ୍ତଳର ପାତ୍ରକୁ ପ୍ରକୃତିରେ କୁଣ୍ଡକୁ ତିଆରି କରିବା ପାଇଁ କହୁଛନ୍ତି ତ ସମାଗମ ତମ୍ବୁ ଭିତରେ ଯେତେବେଳେ ଆମେ ପ୍ରବେଶ କରୁଛୁ तो प्रथमतः से जगह कौन अच्छी फास्ट पशिला जोगे बेदी अच्छी फास्ट गेट अच्छी गेट एंट्री कल गेट पार कला से जोगे बेदी अच्छी जोगे बेदी जगह जो जगह कि से होमबली प्रकृति उत्सर्ग करा जाए जाजाक मैंने से जगह पाप प्रायश्चित करती मेढा जदि साधारण लोक पाप अच्छी से मेढा कि भविष्य प्रकृति नहीं थे बेक काटिकी से जगह प्रकृति दग्ध करा जोड़ा हम तो चारिटा श्रृंगरे रक्त लगा हम से लोकर पाप क्षमा हम यहाँ हूँ फास्ट माने स्टेप समागम तंबू को प्रवेश करवा तो समागम तंबू अतिक्रम कर सारा जेतु हाथ गोड़ मैला थी कि नहीं से जगह प्रक्षालन पात्र अच्छे से जगह पानी प्रकृति रखाई तो प्रक्षालन पात्र जो लोक मैंने हाथ को धोइबे से निजर मुह को प्रकृति देखिपारे तो यहाँ कहीं प्रकृति परमेश्वर एक प्रकार विषय को देती समागम किंतु प्रक्षालन पात्र हूँ गोटे विषय जोटा कि मनुष्य इमेज को प्रकृति देखा तो से यज्ञ वेदी पार कलापर यज्ञ वेदी में जड़े लोकर जीवन शेष हो प्रक्षालन पात्र को सामना कला बेलू जड़े लोक निजक प्रकृति देखुची से समागम तुम भितर जहाँ भी प्रकृति सामग्री गुड़ाक प्रकृति लखाई এটা জানিছেন প্রত্যেক বিষয় যিশুর প্রতিচ্ছবি বুঝায় যোগ্য বেদী হো কি প্রক্ষালন পাত্র হো কি নিয়ম সিন্ধুক হো কি পবিত্র স্থান হো কি ধূপরেখা হো এটা সমস্ত বিষয় কাহার প্রতিরূপ জানিছেন যিশুর প্রতিরূপ এতে পরমেশ্বর নাই কি আমাকে কোন कहते চাহুছেন তুমি পাদ প্রক্ষালন করো হস্ত প্রক্ষালন করো তা মানে পাপ থাই জনে লোক সমাগম তম্বুরে প্রবেশ করি পারব না पाप थी कि जड़े लोक स्वर्ग प्रकृति जापर ये परमेश्वर जगह लेवीर सन्तान मान प्रकृति जाजक प्रकृति कर जाजक मान पाद प्रक्षालन हस्त प्रक्षालन करके परमेश्वर प्रकृति नियम नियम देसी यहाँ हूँ अनंतकालीन विधि बोली परमेश्वर कही यहाँ हूँ पुरातन नियम किंतु नूतन नियम कौन नूतन नियम जीशु निजे प्रकृति आसिले निजे जगतर लोक मान पाप को बोहिकी जाऊँगी निजे कुशरे कुशवित है 3 दिन पर पुनरुत्थित है जीशु निजे लोक मान धार्मिक गणना कर लोक मैंने जीशु को देकी जीवे लोक मैंने एक प्रकार भाव में पाप क्षमा पाइबे अनंत मुक्ति प्रभुत्व पाइबे जौन पुस्तक जदि आप देखिए जौन पुस्तक 12 पर्वर 10 पदरे लिखाई नहीं 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 200 बार नहीं 13 देखो जौन पुस्तक 13 पर्वर 200 जीशु कहले जे स्नान करेछि ताहार पाद धोइबा बिना आउ किछि प्रयोजन नहीं से प्रकृति सूची तुमने सूची अट किंतु समस्त सूची तो ए जगह जीशु शिष्य मान पाद प्रक्षालन कर ना पाद धोई देना धोई दे तो कहीं जार पाद धुआ से अशुचि ना अशुचि
ତ ତାକୁ ଗାଧେଇବା ଦରକାର ନାହିଁ ହଁ କି ନାହିଁ କିନ୍ତୁ ସେ ଜାଗାରେ ଭିତରେ ଅଛନ୍ତି ଯେ କ'ଣ କହିଲେ ପ୍ରଭୁ ଖାଲି ପାଦ ଧୋଇ ଦେଲେ ହବ ନାହିଁ ଦେହ ବି ଧୋଇ ଦେବା ଦରକାର ଗାଧେଇ ଦେବା ଦରକାର କିନ୍ତୁ ଯୀଶୁ କ'ଣ କହିଲେ ଯିଏ ମସ୍ତକ କ'ଣ ଲେଖା ହେଇଛି ଯେ ସ୍ନାନ କରିଅଛି ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ ସେଥିପାଇଁ ଏ ସମାଗମ ତମ ଭିତରେ ଯେଉଁ ପଖାଳନ ପାତ୍ର ରଖାଯାଇଛି ଏଇଟା ହେଉଛି କ'ଣ ପାଇଁ ରଖାଯାଇଛି ଏଇଟା ସବୁ ହାତ ଧୁଆ ହେଉଛି ହାତ ଧୁଆ ହେଲା ମାନେ ତମେ କ୍ଲିନ୍ ତମେ ସଫା ହେଇଗଲେ ତମେ ଶୁଚି ତେବେ ତମେ ସମାଗମ ତମ ଭିତରେ ପ୍ରବେଶ କରିପାରିବ ସେଥିପାଇଁ ପରମେଶ୍ୱର କହିଲେ ଏଇଟା ହେଉଛି ଅନନ୍ତକାଳୀନ ବିଧି ଏତେ ଏ ପ୍ରକାର ଭାବରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ନିୟମ ପ୍ରଭୃତିରେ ଦେଇଥିଲେ କିନ୍ତୁ ନୂତନ ନିୟମ ଆସିଲା ପରେ ପରମେଶ୍ୱର ନେଇକି ଏ ବିଷୟ ଦ୍ୱାରା ଖୁସି ହଉନାହାନ୍ତି ସେଥିପାଇଁ ଏଭ୍ରି ପୁସ୍ତକ ବାକ୍ୟ ଟିକେ ଆପଣ ଯାଆନ୍ତୁ ଏଭ୍ରି ପୁସ୍ତକ ଏଭ୍ରି ପୁସ୍ତକ 10 ପର୍ବ ଯାଆନ୍ତୁ ଦଶର 2 ପଦ 3 ପଦ ଦେଖନ୍ତୁ ଯଦି ପାରିଥାନ୍ତା ତେବେ ଉପାସକ ମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ନ ପାଇଗଲେ ସେହି ସବୁ ବଳିର ବର୍ଷକୁ କ'ଣ ନିବୃତ୍ତ ହୋଇନଥାନ୍ତା କିନ୍ତୁ ସେହି ସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ କାରଣ ବୃଷ ଓ ସାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ ସେଥିପାଇଁ ପରମେଶ୍ୱର କ'ଣ କହିଲେ ତ ଏ ପ୍ରକାର ବିଧି ଜଣେ ଲୋକକୁ ଅନନ୍ତ ମୁକ୍ତି ଦେଉଛି ନା ଦେଇପାରୁନାହିଁ ତା ମାନେ ପରମେଶ୍ୱର ଖୁସି ଅଛନ୍ତି ନା ଖୁସି ନାହାନ୍ତି ହଁ ସେଥିପାଇଁ ପରମେଶ୍ୱର କ'ଣ କଲେ ଯୀଶୁ ଖ୍ରୀଷ୍ଟଙ୍କୁ ଗୋଟେ ମେଷ ଶାବକ ସଦୃଶ ପଠାଉଛନ୍ତି ସେଥିପାଇଁ ଯୀଶୁ ଯେତେବେଳେ ଆସିଲେ ଯୀଶୁଙ୍କ ବିଷୟରେ ଯୋହନ ସାକ୍ଷ୍ୟ ପ୍ରଭୃତିରେ ଦେଲେ ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବୋହି ନେଇ ଯାଆନ୍ତି ଏ ପ୍ରକାର ଭାବରେ ଯୋହନ ପୁସ୍ତକ 1:29 ପଦରେ ଯୀଶୁ ନେଇକି ଜଗତର ପାପକୁ ବୋହିକି ଯାଉଛନ୍ତି ସେଥିପାଇଁ ତଳେ ଲେଖା ହେଲା କାରଣ ବୃଷ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ ସେଥିପାଇଁ ଗୋଟେ ମେଷ କିମ୍ବା ତାର ଛାଗ କିମ୍ବା ମେଣ୍ଢା ଜଣେ ଲୋକର ପାପ ଅନନ୍ତ କାଳୀନ ପାଇଁ କ୍ଷମା କରିପାରିବ ନାହିଁ ସେଟା ପାପ ବର୍ଷକୁ ବର୍ଷ ସ୍ମରଣ କରାଯାଏ ସେଥିପାଇଁ ଏ ପ୍ରକାର ଭାବରେ ଲୋକମାନେ କେବେ ସ୍ୱର୍ଗକୁ ଯାଇପାରୁନାହାନ୍ତି ଧରିନିଅ ତମେ ନୈବେଦ୍ୟ ଉତ୍ସର୍ଗ କଲ ତମେ ବଳିକୃତ କରିକି ଆସିଲ ରାସ୍ତାରେ ଆସିଲା ବେଳେ ଗୋଟେ ଝିଅକୁ ଦେଖିଲ ଆଖି ଯଦି ମିଟ୍ କଲ ହେଲେ ପାପ କଲ ନାହିଁ ଯଦି କମେଣ୍ଟ ମାରିଲ ପାପ ନା ନାହିଁ ଯଦି ମନେ ମନେ ଯଦି ବ୍ୟଭିଚାର ବିଷୟରେ ଚିନ୍ତା କର ପାପ କଲ ନା କଲ ତେବେ ଏବେ ତମେ ନୈବେଦ୍ୟ ଉତ୍ସର୍ଗ କରିକି ଆସିଲ କିନ୍ତୁ ଏବେ ପାପ କଲ ତ ମଲେ ଯିବ କୁଆଡ଼େ ସେଥିପାଇଁ ପରମେଶ୍ୱର ନାହିଁ ଏ ପ୍ରକାର ନୈବେଦ୍ୟକୁ ଦେଖିକି ଖୁସି ନଥିଲା ସେଥିପାଇଁ ପରମେଶ୍ୱର ନିଜେ ଯୀଶୁଙ୍କ ପ୍ରଭୃତିରେ ପଠାଉଛନ୍ତି ଆଉ ଯୀଶୁ ପ୍ରଭୃତିରେ ଆସୁଛନ୍ତି 5 ପଦରେ ଦେଖନ୍ତୁ ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କର ସେଥିପାଇଁ ପରମେଶ୍ୱର କୋଉ ବିଷୟରେ ଖୁସି ନଥିଲା ବଳିଦାନ ନୈବେଦ୍ୟ କିନ୍ତୁ ସେଥିପାଇଁ ପରମେଶ୍ୱର କ'ଣ କଲେ ଯୀଶୁଙ୍କର ଶରୀର ପ୍ରସ୍ତୁତ କଲେ ସେଥିପାଇଁ ଯୀଶୁ କାହିଁକି ଆସିଲେ 16 ପଦ ଲେଖା ହେଇଛି ହୋମ ବଳି ପ୍ରାଭୁତକ ବଳିରେ ଯେତେ ମୁଁ ସନ୍ତୁଷ୍ଟ ହେଲ ନାହିଁ ସେତେବେଳେ ମୁଁ କହିଲି ଦେଖ ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି ହେ ଈଶ୍ୱର ତୁମେ ତୁମର ଇଚ୍ଛା ସାଧନ କରିବା ନିମନ୍ତେ କରିବାକୁ ମୁଁ ଆସିଅଛି ସେଥିପାଇଁ ଯୀଶୁ ଆସିଲେ କ'ଣ ପାଇଁ ଈଶ୍ୱରଙ୍କ ଇଚ୍ଛା ସାଧନ କରିବା ସେଥିପାଇଁ ପରମେଶ୍ୱର ଯୀଶୁଙ୍କର ଶରୀରକୁ ଏ ପ୍ରକାର ଭାବରେ ପ୍ରସ୍ତୁତ କଲେ ଆଉ ଈଶ୍ୱରଙ୍କ ଇଚ୍ଛା ସାଧନ କରିବା ପାଇଁ ଯୀଶୁ ପ୍ରଭୃତିରେ ଆସିଲେ ସେଥିପାଇଁ ତଳେ ଲେଖା ହେଲା 9 ପଦରେ ତତ୍ପର ସେ କହନ୍ତି ଦେଖ ତୁମର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି ଦ୍ୱିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି ସେଥିପାଇଁ ପ୍ରଥମଟା ଲୋପ ହେଲା ନା ହେଲା ନାହିଁ କିନ୍ତୁ ଲୋକ ଆଜି ବ୍ୟବସ୍ଥାକୁ ମଧ୍ୟ ପାଳନ ଯଦି କରୁଅଛନ୍ତି ଏ ନିୟମ ସେମାନେ ଜାଣିନାହାନ୍ତି ଏ ନିୟମ ସେମାନଙ୍କୁ କେହି ପ୍ରଭୃତିରେ କହିନାହାନ୍ତି କାହିଁକି କହିନାହାନ୍ତି କାହିଁକି ଜାଣିନାହାନ୍ତି ଜାଣିଥିବା ଲୋକ ପ୍ରଭୃତିରେ ନାହାନ୍ତି ସେଥିପାଇଁ ସତରେ ଜଣେ ଲୋକ ଯଦି ଜାଣିଲା ତ କେମିତି ପ୍ରଭୃତିରେ ସେ ଜାଗାକୁ ଆଉ ପ୍ରଭୃତିରେ ଯିବ
ଜଣେ ଲୋକ ଜାଣିଲା ଏ ରାସ୍ତାରେ ଯାଉ ନାହିଁ, ସେ ଜାଗାରେ ବ୍ରିଜ ଭାଙ୍ଗିଛି, ଜଣେ ଲୋକ ଯିବା ଦରକାର କି ନା ରିଟର୍ନ କରିବା ଦରକାର? ରିଟର୍ନ କଲେ ହବ, ଭଲ ସେଟା। କିନ୍ତୁ ଜଣେ ଲୋକ ଜାଣିଲା ନାଇଁ ବ୍ରିଜ ଭାଙ୍ଗିଛି, ନଦୀ ଅଛି, ବଡ଼ ନଦୀ, ନାଇଁ ଯିବି ଆକା ଯିବି, ତାମାନେ କ'ଣ? ଏଇଟା ଯୀଶୁ ଆସିନାହାନ୍ତି, ଯୀଶୁ ମୋ ପାଇଁ ମରିନାହାନ୍ତି କହିବା ସହିତ ସମାନ। ଲୋକ ପାଟିରେ ଧାର୍ମିକ ସହଜରେ କହୁଛନ୍ତି, କିନ୍ତୁ ହୃଦୟରେ ସ୍ୱୀକାର କରିବାଟା ସହଜ ନାହିଁ। ସେଥିପାଇଁ ଏଫେସୀୟ ପୁସ୍ତକ କ'ଣ ଲେଖା ହେଲା ଟିକେ ଦେଖନ୍ତୁ। ଏଫେସୀୟ ପୁସ୍ତକ 2 ପର୍ବ, ଏଫେସୀୟ ପୁସ୍ତକ 2 ପର୍ବ 4 ପଦ 5 ପଦ ଦେଖ। ମାତ୍ର ଏପରି ଅପରାଧରେ ମୃତ ହେଲେ ହିଁ ଦୟାସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥି ସକାଶେ ଆମେମାନେ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମମାନେ ପରିତ୍ରାଣ ପାଇଅଛ। ତେବେ ଆମେ ପରିତ୍ରାଣ ପାଇବୁ ନା ପାଇସାରିଛୁ? ପାଇସାରିଛୁ। ଲେଖା ହେଇଛି ଏ ମାତ୍ର ଏପରି ଅପରାଧରେ ମୃତ ହେଲେ ହିଁ ଦୟାସାଗର ଯେ ଈଶ୍ୱର ଲେଖା ହେଇଛି। ଏତେ ଈଶ୍ୱର ଆମକୁ ଦୟା ଦେବେ, ଅନୁଗ୍ରହ କରିବେ। ଏତେ ଆମେ ଦୟା ପାଇବୁ, ପରିତ୍ରାଣ ପାଇବା ନାହିଁ। 7ରେ ଲେଖା ହେଇଛି ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣ ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। ତେବେ ପରମେଶ୍ୱର ଆମକୁ ଦେଇଛନ୍ତି ନା ଦେଇନାହାନ୍ତି? 8ରେ ଲେଖା ହେଇଛି କାରଣ ଅନୁଗ୍ରହରେ ବିଶ୍ୱାସରେ ତୁମମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତା ଈଶ୍ୱରଙ୍କ ଦାନ। ତେବେ ପରିତ୍ରାଣ କର୍ମ କରିବା ନା ପରିତ୍ରାଣ ଗିଫ୍ଟ? ବହୁତ କିଛି ଗିଫ୍ଟରେ ପରିଶ୍ରମ ଆବଶ୍ୟକ, ପଇସା ମିଶାଇବା ଦରକାର, ନା ଗିଫ୍ଟ ଫ୍ରିରେ ମିଳିବ? ଏଇଟା ଏ ଡାଏରୀ ମୁଁ ଯୋଉ ଆଜି ଧରିଛି, ଏଇଟା ସିମନ ସିଷ୍ଟର ମୋତେ ଦେଇଛନ୍ତି ଗତ ସନ୍ଧ୍ୟା। ଏ ମୁଁ ପଇସା ମିଶାଇବି, ସେ ମୋତେ ଦେଲେ ପାଜାଣୀଙ୍କ ଦ୍ୱାରା ଏଇଟା ପାଷ୍ଟରକୁ ଦେଇଦିଅନ୍ତି, ପାଷ୍ଟରଙ୍କ ପାଇଁ। ତ ମୁଁ ଖୁସି ଥିଲି ନା ନାହିଁ? ବହୁତ ଖୁସି ହେଇଥିଲି ସତରେ। ତା ପୂର୍ବରୁ ଗୋଟେ ଡାଏରୀ ଅଛି, ଡିକନ ଦେଇଥିଲି। ଏ ପ୍ରକାର ଭାବରେ ଗୋଟେ ମଝିରେ ମୋତେ ସ୍ନେହା ପେନ୍ ଦେଇଥିଲି। ତ ଗିଫ୍ଟ କ'ଣ ମୁଁ ପଇସା ମିଶାଉଛି ଆଉ ମୋତେ ମିଳୁଛି କି? ନାଇଁ, ଗିଫ୍ଟ ଭିତରେ କ'ଣ ହେବାର ଅଛି? ଫ୍ରି ହେବାର ଅଛି। ସେଥିପାଇଁ ପାପ କ୍ଷମା ନାହିଁ, ଯୀଶୁ ଖ୍ରୀଷ୍ଟ କରି ଆସନ୍ତି। ଆମେ ବିନା ମୂଲ୍ୟରେ ପ୍ରଭୁତ୍ୱରେ ଧାର୍ମିକ ବର୍ଣ୍ଣନା କରାଯାଇଛି, ବିନା ମୂଲ୍ୟରେ ପବିତ୍ର କରାଯାଇଛି। ସେଥିପାଇଁ ଯୀଶୁ କହୁଛନ୍ତି, କ'ଣ କହୁଛନ୍ତି? ଜନ ପୁସ୍ତକ ଯେଟା ବାକ୍ୟ ପଢ଼ିବି 13:10। ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି ତାହାକୁ ପାଦ ଧୋଇବା ବିନା ଆଉ କିଛି ପ୍ରয়োଜନ ନାହିଁ। ଯିଏ ଗାଧେଇଛି ତାକୁ ଆଉ ଗାଧେଇବା ଦରକାର ନାହିଁ, ତାର ଜଷ୍ଟ ଖାଲି ପାଦ ଧୋଇତେ ହେଇଯିବ ନା ନାଇଁ? ସେଥିପାଇଁ ଯୀଶୁ ଯାହା ଥରେ କରି ଆସନ୍ତି, ଆମେ ଆଉ ରିପିଟ୍ କରିବା ଦରକାର ନାହିଁ। ଆମେ ଖାଲି ହଁ ଆମେନ୍ କହିଲେ ସରିଲା, ହଁ କହିଲେ ସରିଲା। ହଁ, ହାଲେଲୁୟା। ଏତିକି କହି ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ମଙ୍ଗଳ ପରମେଶ୍ୱର, କେତେ ଆଜି ଅନୁଗ୍ରହ କଲ। ଆଜି ଆମେ ମଧ୍ୟ ଏକ ପ୍ରକାର ଅନୁଗ୍ରହକୁ ପାଇଲୁ, ସୁସ୍ନତାରୁ ଶୁଣିବାରେ ମଧ୍ୟ ସେଥିପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ଆଉ ବିଶେଷ କରି ଏ ସମୟରେ ଆମେ ସୁନୀଲ ଭାଇଙ୍କ ପାଇଁ ପ୍ରାର୍ଥନା କରୁଅଛୁ। ଆଉ ତାଙ୍କୁ ତୁମେ ଅନୁଗ୍ରହ କର, ସୁସ୍ଥତା ପ୍ରଦାନ କର। ଆଉ ସେ ଯେମିତି ସୁସ୍ନତାରୁ ଜଣେ ଯୋଦ୍ଧା ହେଇକି ପ୍ରଭୁତ୍ୱରେ ବାହାରିବେ, ଆଉ ତାଙ୍କ ପରିବାରରେ ମଧ୍ୟ ତୁମେ ଅନୁଗ୍ରହ କର। ସମସ୍ତେ ଯେମିତି ସୁସ୍ନତାର ପ୍ରଭୁତ୍ୱରେ ମନେ ପୂରଣ କରିକି ପ୍ରଭୁତ୍ୱରେ ବଞ୍ଚିବେ। କୌଣସି ବେଶୀ ଧନ୍ୟବାଦ ଦେଉଛୁ। ଆଜି ଏ ପ୍ରକାର ଅନୁଗ୍ରହ ତୁମେ ଆମମାନଙ୍କୁ ଦେବ। ସମସ୍ତ ବିଷୟ ସମସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣିଅଛୁ ନାଜରେଥ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ନମସ୍କାର।